ଚକା ଆଖି ଦେଖିଲା ପରେ କେମିତି ରହିଥିଲା ଅନୁଭୂତି? ସେତେବେଳେ ତ ଜଗନ୍ନାଥଙ୍କୁ କ'ଣ ମୁଁ ଏବେ ବି ଜଗନ୍ନାଥଙ୍କୁ ଆଖିକୁ ଅନେଇ ପାରେନି। ଜଗନ୍ନାଥଙ୍କୁ ଖାଲି ଏତିକି କହିଛି, ପ୍ରଭୁ ବଞ୍ଚିଥିଲା ପର୍ଯ୍ୟନ୍ତ ସେବା କରିବି, 7 ଜନ୍ମ ପର୍ଯ୍ୟନ୍ତ ଝିଅ ଜନ୍ମ ହେବି, ସବୁବେଳେ ସଜେଇ ହେବି, କେବଳ ତୁମ ପାଇଁକା ସଜେଇ ହେଉଥିବି। କେବଳ ମୋର ମାହାରୀ ନାଚ ସକାଶେ ରୂପଶ୍ରୀ ମହାପାତ୍ର ପଚାରୁଛନ୍ତି। ଯଦି ମାହାରୀ ମୁଁ ନ ନାଚୁଥାନ୍ତି ଶହ ଶହ ରୂପଶ୍ରୀ ମହାପାତ୍ର ଥାନ୍ତେ, ଆପଣ କାହିଁକି ସେମାନେ ପାଖକୁ ନ ଯାଇକି ମୋ ପାଖକୁ କାହିଁକି ଆସିଥାନ୍ତେ? ବିଶ୍ୱ ଦରବାରରେ ସଂଯୁକ୍ତା ପାଣିଗ୍ରାହୀଙ୍କ ଠାରୁ ଏଡ଼େ ବଡ଼ ଡାନ୍ସର, ତାଙ୍କଠାରୁ ଆଉ କ'ଣ ଭଲ ଡାନ୍ସର କିଏ ଅଛନ୍ତି ବୋଲି ମୁଁ ତ ଜାଣେ। ମାନେ ଅଛନ୍ତି, ୟା ମାନେ ସିଏ ଯେଉଁ ବିଶ୍ୱକୁ ଦୋହଲେଇ ଦେଇଥିଲେ, ଜଗନ୍ନାଥ ମନ୍ଦିରରେ ଆସିକି ନାଚି ପାରିନାହାନ୍ତି। ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିଲା, ମାହାରୀକୁ ଏବେ ଯାଏଁ ମିଳିନାହିଁ। ଯେଉଁଠି ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରାରେ ଶାସ୍ତ୍ରୀୟ ପିଲିକା ମାହାରୀ ନୃତ୍ୟକୁ କୁହାଯାଇଛି, ସେଠି ଆଉ କିଏ କହିଲେ ନ କହିଲେ ଆମକୁ କିଛି ଫରକ ପଡ଼ିବନି। ନମସ୍କାର, ଓଡ଼ିଶା ପଏଣ୍ଟ ପଡ଼କାଷ୍ଟକୁ ସ୍ୱାଗତ। ମୁଁ ସୁପ୍ରିୟା। ଯେଉଁ ବୟସରେ ଗୋଟେ ଝିଅକୁ ପାଉଁଜିର ଶବ୍ଦ ବେଶୀ ଆକର୍ଷିତ କରେ, ସେଇ ବୟସରେ କିନ୍ତୁ ତାଙ୍କୁ ଘୁଙ୍ଗୁରର ଶବ୍ଦ ଆକର୍ଷିତ କରିଥିଲା। ଆଉ ସେ ଘୁଙ୍ଗୁରକୁ ଆପଣେଇଥିଲେ ଆଉ ସମର୍ପି ଦେଇଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ। ତେବେ ଆମେ ଆଜି ତାଙ୍କୁ ଭେଟିବା। ସେ ହେଉଛନ୍ତି ମାହାରୀ ନୃତ୍ୟଶିଳ୍ପୀ, ନୃତ୍ୟ ଗୁରୁ ରୂପଶ୍ରୀ ମହାପାତ୍ର ଆମ ସହିତ ଅଛନ୍ତି। ତାଙ୍କ ସହିତ କଥା ହେବା। ମ୍ୟାଡ଼ାମ୍ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି ଅଛନ୍ତି? ଗୋଟେ ନୃତ୍ୟ କଳା ଯେଉଁଟା ଜଗନ୍ନାଥ ସଂସ୍କୃତିରେ ଜଡ଼ିତ ହୋଇକି ଅଛି, ଓଡ଼ିଶୀ କୁହନ୍ତୁ, କିନ୍ତୁ ମାହାରୀ ଗୋଟେ ନୃତ୍ୟ ଜଗନ୍ନାଥ ସଂସ୍କୃତି ସହିତ ବହୁତ ବର୍ଷ ଆଗରୁ ଜଡ଼ିତ ହୋଇକି ଅଛି। ଆଉ ସେଇ ନୃତ୍ୟକୁ ଆଜି ଆପଣ ବଞ୍ଚେଇ ରଖିଛନ୍ତି ଏବଂ ଆଗକୁ ନେବାକୁ ପ୍ରଚେଷ୍ଟା ମଧ୍ୟ କରୁଛନ୍ତି। ପ୍ରଥମେ ଆପଣଙ୍କର ଜୀବନଶୈଳୀ ପ୍ରଥମେ ଜାଣିବା ପାଇଁ ଚାହିଁବୁ, କେମିତି ଆରମ୍ଭ କରିଥିଲେ, ଆପଣଙ୍କର ଜୀବନଶୈଳୀ କେମିତି ଥିଲା, ଆଉ ତାପରେ ମାହାରୀ ନାଚ ପ୍ରତି, ମାହାରୀ ନୃତ୍ୟ ପ୍ରତି କେମିତି ଆପଣ ଆକୃଷ୍ଟ ହେଲେ? ବହୁତ ବଡ଼ କୋଶ୍ଚିନ୍ଟେ କଲେ, ଭଲ ଲାଗିଲା ଶୁଣିବାକୁ। ମାନେ ହୁଏତ କରାଉଥାଇ ମୁଁ ବିନୁ ଅନ୍ୟ ଗତି ନାହିଁ। ହୁଏତ ଭାଗ୍ୟର ଲେଖନୀରେ ଥିଲା ଯେ ମୁଁ ଗୋଟେ ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରାକୁ ଆବୁରିବି ନେବି ବୋଲିକା। ଜଗନ୍ନାଥଙ୍କର ଇଚ୍ଛା ଥିଲା ଯେ ମୁଁ ହୁଏତ ଟିକେ ତାଙ୍କ କଥାକୁ ବା ତାଙ୍କର ଭାଷାକୁ ବା ତାଙ୍କ ସଂସ୍କୃତିକୁ ମୁଁ ନୃତ୍ୟ ମାଧ୍ୟମରେ ଦେଖାଇବା ପାଇଁକା। ଆପଣଙ୍କୁ ଏଇଠି ଗୋଟେ କହିବି ଯେ 6 ମାସରୁ 3 ବର୍ଷ ପର୍ଯ୍ୟନ୍ତ ମୁଁ ବେଡ଼୍ରୁ ଉଠି ପାରିନଥିଲି। କାରଣ ଏଇପରି ମୋ ଦେହର ଗୋଟେ ଡିଜିଜ୍ ହେଇଥିଲା, ଯେଉଁଟାକୁ ମୁଁ ଚାଲିବାର ମୋର କ୍ଷମତା ନଥିଲା। ଜଗନ୍ନାଥଙ୍କ ଇଚ୍ଛା, ପରବର୍ତ୍ତୀ ସମୟରେ ମୋ ଦେହ ସୁସ୍ଥ ହେଲା। 4 ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କଲି। ପାଠ ସ୍କୁଲ ଯାଇନଥିଲି। ଇଚ୍ଛା ଥିଲା ଯେ ଗୋଟେ ନାଚିବା ପାଇଁକା। କିନ୍ତୁ ସେତେବେଳେ ଆପଣ ବିଶ୍ୱାସ କରିବେନି, ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛି, ଦୋଳମୁଣ୍ଡ ସାହିରେ ଘର। ବାପା ମୋର ପଣ୍ଡିତ ହରିହର ମହାପାତ୍ର, ବାୟା ଭାଇନା ବୋଲି କୁହାଯାଏ। ସିଏ ସବୁବେଳେ ବାପାଙ୍କ ଆଗରେ ମୁଁ ମନ ଦୁଃଖ କରି କହେ ଯେ ମୁଁ ଟିକେ ନାଚ ଶିଖିବି। କିନ୍ତୁ ସେତେବେଳେ ବହୁତ ରେଷ୍ଟ୍ରିକ୍ସନ୍ ଭିତରେ ଆମର ଚଳୁଥିଲା। ଜୀବନରେ ଟିକେ କହିଲେ ମାନେ ସରିବନି। କିନ୍ତୁ ଜଗନ୍ନାଥଙ୍କର ଇଚ୍ଛା, ଜଗନ୍ନାଥଙ୍କର କୃପା, ତାଙ୍କର ଆଶୀର୍ବାଦ, ମୁଁ ନୃତ୍ୟ ଶିକ୍ଷା ଗ୍ରହଣ କଲି। ମୋର ଯିଏ ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ, ତାଙ୍କର ତତ୍ତ୍ୱାବଧାନରେ ମୁଁ ଆଗକୁ ଚାଲିଲି ନାଚ ଶିକ୍ଷା ଗ୍ରହଣ କରିବା ପାଇଁକା। ଓଡ଼ିଶୀ, ମାହାରୀ ଏଇ ଦୁଇଟାକ ନୃତ୍ୟକୁ ମୁଁ ଆପଣାର କରି ନେଇଥିଲି। ବିଶେଷ କରିକି ଓଡ଼ିଶୀ ନୃତ୍ୟ ଗୋଟେ ଆମର ଶିକ୍ଷତା, ଯୋଗ୍ୟତା, ତା'ର ପରିଚୟ ଦେବା ପାଇଁକା ମୋତେ ନିହାତି ଦରକାର ଥିଲା। କିନ୍ତୁ ମାହାରୀ ନୃତ୍ୟକୁ ମୋ ଗୁରୁ ଯିଏ ପଦ୍ମଶ୍ରୀ ପଙ୍କଜଚରଣ ଦାସ, ସିଏ କହିଥିଲେ, ଦେଖ ମା, ଯେହେତୁ ସିଏ ଗୋଟେ ମାହାରୀ ଘରାନାର ପୁଅ, ସିଏ ଚାହୁଁଥିଲେ ମାହାରୀ ପରମ୍ପରାଟା କେମିତି ବଞ୍ଚୁ। ମନ୍ଦିରରୁ ଯେତେବେଳେ ଲୁପ୍ତ ହେବାକୁ ଯାଉଥିଲା,
ସେ ମଞ୍ଚକୁ ଆଣିଥିଲେ। ତ ମଞ୍ଚକୁ ଆଣିଲା ବେଳେ ସେଇ ନୃତ୍ୟକୁ ସେ ଶିକ୍ଷାଦାନ ଦେବା ପାଇଁକା ତାଙ୍କର ବହୁତ ଚେଷ୍ଟା ଥିଲା ବା ସେ ନୃତ୍ୟଟା ପ୍ରତିଷ୍ଠିତ ହେବା ପାଇଁକା ସେ ଚାହୁଁଥିଲେ। ମୋତେ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲା, ତାଙ୍କ ଘର ପୁରୀରେ, ମୋ ଘର ପୁରୀରେ। ତ ମୁଁ ସେଇଠୁ ଓଡ଼ିଶୀ ସହିତ ମହାରୀଟା ଦୁଇଟାକ ନୃତ୍ୟ ମୁଁ ଶିକ୍ଷା ଗ୍ରହଣ କଲି। ଓଡ଼ିଶୀ ନୃତ୍ୟ ମୁଁ ଆଗକୁ ଚାଲିଲି ମୋ ଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ, ମହାରୀ ବି ତାଙ୍କଠାରୁ ମୁଁ ଶିକ୍ଷା ଗ୍ରହଣ କରିଥିଲି। କିନ୍ତୁ ଏଇଠି କହି ରଖିବି, ହରପ୍ରିୟା ଦେବଦାସୀ ଯିଏକି ମୋ ମା, ଶଶୀମଣି ଦେବଦାସୀ, ପରଶୁମଣି ଦେବଦାସୀ, କୋକିଳପ୍ରିୟା ଦେବଦାସୀ, ଏ 4 ଜଣ ଦେବଦାସୀଙ୍କ ଠାରୁ ମୁଁ ପ୍ରଥମ ଝିଅ ଯିଏକି ସେମାନଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛି। ତ ଏଇଠି ଗୋଟେ ଆପଣଙ୍କୁ କହିବାକୁ ରଖେ, ଆଜିକାଲି ଯେତେ ଗୁରୁ ସବୁ ଅଛନ୍ତି କି ଆଗୁଆ ଯେତେ ସବୁ ଷ୍ଟୁଡେଣ୍ଟ ଥିଲେ, କାହା ପାଖରେ ସେ କାହାକୁ ଶିକ୍ଷା ଦେଇନାହାନ୍ତି। ପ୍ରଥମ ଝିଅ ଯିଏକି ମୁଁ ଶିକ୍ଷା ଗ୍ରହଣ କରିଛି। ୟାଠୁ ପୁଣି ଭାଗ୍ୟବନ୍ତୀ କିଏ ଆଉ ହେବ? ଜଗନ୍ନାଥଙ୍କର ଇଚ୍ଛା, ମାନେ ମାଆମାନଙ୍କର ଇଚ୍ଛା, ତାପରେ ଗୁରୁଙ୍କର ଆଶୀର୍ବାଦ। ବାପା ମା ତ ଜନ୍ମଦାତା, କାରଣ ତାଙ୍କର ବିନା ଆଶୀର୍ବାଦରୁ ତାଙ୍କ ମା ପେଟରୁ ଯଦି ମୋ ଜନ୍ମ ନ ହେଇଥାନ୍ତି, ମହାରୀ ନୃତ୍ୟ ତ ମୁଁ ପ୍ରଚାର କରିପାରିନଥାନ୍ତି କି ନୃତ୍ୟ ଶିକ୍ଷା ଗ୍ରହଣ କରିପାରିନଥାନ୍ତି। ମୋ ସକାଶେ ମୋ ବାପା ମା ବହୁତ କଷ୍ଟ ପାଇଛନ୍ତି, ବହୁତ ଅପମାନ ସହିଛନ୍ତି। କାରଣ ଆମେ ଗୋଟେ ବହୁତ ବଡ଼ ପରିବାରର ଘରର ଝିଅ। ମୁଁ 7 ଭଉଣୀ, ଭାଇ, ବାପା ମା, ପିଇସି, ଆଗେ ଜାଣିଥିବେ ପିଇସି ହେରିକାଙ୍କ ଘର, ପିଇସି ନାନୀ, ପିଇସା ସମସ୍ତେ ବି ଗୋଟିଏ ଫ୍ୟାମିଲି ହେଇକି ଆମେ ସବୁ ରହୁଥିଲୁ। ତ ସେଥିପାଇଁକା ଏତେ ବଡ଼ ଭିତରୁ ବାହାରି ନୃତ୍ୟ ଶିକ୍ଷା କରିବା, ବାପା ମାଆଙ୍କୁ ଏତେ ଅପମାନ କଷ୍ଟ, ତା ଭିତରେ ଆଜି 42 ବର୍ଷ ସଂଘର୍ଷ ଲାଇଫରେ ଏଇଠି ବସି ପରିବାର ସପୋର୍ଟ ମିଳୁଥିଲା ସେତେବେଳେ ପ୍ରବଳ। ମାନେ ଆପଣ କହୁଥିଲେ ଜଏଣ୍ଟ ଫ୍ୟାମିଲି, ଆପଣ ଜଏଣ୍ଟ ଫ୍ୟାମିଲିରେ ରହୁଥିଲେ, ଜଏଣ୍ଟ ଫ୍ୟାମିଲି ତା ଭିତରେ ସମସ୍ତଙ୍କର ସପୋର୍ଟ ମାନେ ସହମତିଟା ମିଳିବା କଷ୍ଟ ହେଇଥାଏ। ସହମତି ହେଉଛନ୍ତି ପୁରା ପ୍ରଥମେ ହେଉଛି ବାପା ମା, ଆଉ ତ କିଏ ସହମତିକୁ ଦେବେ? ବାପା ମା ଯେଉଁଠି ଆପଣଙ୍କୁ ସହମତି ଦେବେ, ଯେଉଁଠି ହାତ ଧରିକି ଆଗକୁ ନେବା ପାଇଁ ପ୍ରୟାସ କରିବେ, ସେଇଠି ତ ଆପଣ ସକ୍ସେସ୍ ହେବେ ନା ନିଶ୍ଚିତ। କାରଣ ଘରୁ ଯଦି ଆପଣ ସଂସ୍କାର ପାଇବେ, ଘରୁ ଯଦି ଆପଣ ସପୋର୍ଟ ପାଇଯିବେ, ଆଗକୁ ଯିବା ପାଇଁକା ଆପଣଙ୍କୁ କଷ୍ଟ ହେବନି। ସେଇଟା ହେଉଛି ଜୀବନର ପ୍ରଥମ ଲକ୍ଷ୍ୟ। ତ ଏହିପରି ଭାବରେ ମୋ ନୃତ୍ୟ କ୍ୟାରିୟର ଆରମ୍ଭ କଲେ। ଗୋଟେ ଜିନିଷ ସମସ୍ତଙ୍କ ମନରେ କ୍ୱେଶ୍ଚିନ୍ ଆସେ, ମହାରୀ ଦେବଦାସୀ ପ୍ରଥା ବହୁତ ଆଗରୁ ଜଗନ୍ନାଥ ସଂସ୍କୃତିରେ ରହିଛି। ମହାରୀ ସଂସ୍କୃତି ଆଉ ଦେବଦାସୀ ସଂସ୍କୃତି, ମହାରୀ ପ୍ରଥା ଆଉ ଦେବଦାସୀ ପ୍ରଥା ଭିତରେ ଫରକ କ'ଣ? ମାନେ କାହିଁକି ମହାରୀ ଆଉ ଦେବଦାସୀ ଅଲଗା କ'ଣ ପାଇଁ? ମହାରୀ ସେବା ହେଉଛି ଏକମାତ୍ର ସେବା ଯେଉଁଟାକି ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରାରେ ଶାଢ଼ୀ ବନ୍ଧାଯାଏ, ଜଗନ୍ନାଥଙ୍କୁ ବିବାହ କରାଯାଏ। ଯେମିତି ଆମର ସାଧାରଣ ଜୀବନଯାତ୍ରାରେ ବିବାହ କରୁଛି, ସବୁ ଆମକୁ ଗିଫ୍ଟ ମିଳୁଛି, ସବୁ ମିଳୁଛି, ମହାରୀମାନଙ୍କୁ ପୁରା ସେମିତି କରାଯାଏ। ସେଇଥିପାଇଁକା ତାକୁ ମହାରୀ କୁହାଯାଇଛି। ଦେବଦାସୀର ଶବ୍ଦ କ'ଣ? ଦେବତାର ଦାସୀ। ସାରା ବିଶ୍ୱରେ ଆପଣ ଫୁଲ ନେଇକି ଜଗନ୍ନାଥଙ୍କୁ ଅର୍ପଣ କରନ୍ତୁ କି ଆପଣଙ୍କ ଆରାଧ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ, ଆପଣ ଗୋଟେ ଦେବଦାସୀ ହେଇପାରିବେ। ମୁଁ ଚନ୍ଦନ ବାଟିକି ଜଗନ୍ନାଥଙ୍କୁ ହଉ କି କୃଷ୍ଣଙ୍କୁ ବେଶଭୂଷା କରୁଛି, ମୁଁ ବି ହେଇପାରିବି। ତ ଦେବତାଙ୍କର ସମସ୍ତେ ଦାସୀ ହେଇପାରିବେ, କାରଣ ତାଙ୍କୁ ଦାସୀ ତୁଲ୍ୟ ଭାବରେ କୁହାଯାଇଛି। ମହାନତାରୁ ମହାରୀର ସୃଷ୍ଟି, ମହାନତା ମହାରୀକୁ ଏଇଥିପାଇଁକା କୁହାଯାଇଛି, ଜଗନ୍ନାଥଙ୍କୁ ଯିଏ ବିବାହ କରୁଛି କେତେ ବଡ଼ ଉପରେ ସିଏ ରହିଛି, ତାକୁ ଦେଖିଦେଲେ ପବିତ୍ର। ଯେମିତି ଆମକୁ ଚଳନ୍ତି ପ୍ରତିମା ମାନେ କୁହାଯାଉଛି ରଜାଙ୍କୁ, ଜଗନ୍ନାଥଙ୍କର ପ୍ରତିନିଧିତ୍ୱ କରୁଥିବାରୁ ଚଳନ୍ତି ପ୍ରତିମା କୁହାଯାଉଛି। ସେଥିପାଇଁକା ଜଗନ୍ନାଥର ସଂସ୍କୃତି ପରମ୍ପରାରେ ମହାରୀର ଶବ୍ଦ ବହୁତ, ଏହାଟା ହେଉଛି ମୋ ଗୁରୁଙ୍କର ଆଗମନରେ ଏଇଟା ଆସିଛି। ଆଉ ଦେବଦାସୀ ଶବ୍ଦଟା ତ ଆପଣ ସବୁଠି ଶୁଣିପାରିବେ। ଆଜ୍ଞା, ମନ୍ଦିର ଭିତରେ କେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ନାରେ ନୃତ୍ୟ ପରିବେଷଣ କରିବାର ସୌଭାଗ୍ୟ ମିଳିଛି ହଁ, ଆପଣଙ୍କୁ? ବହୁତ ଥର ପାଇଛି। ସୌଭାଗ୍ୟ ପାଇବା କ'ଣ, ଏଇଟା ତ ନିଜର କର୍ତ୍ତବ୍ୟ, ନିଜର ଦାୟିତ୍ୱ। ଯାହାକୁ ତୁମେ ଭଲ ପାଉଛ, ଯାହାକୁ ତୁମେ ନିଜକୁ ଅର୍ପଣ କରିଛ, ଯାହା ପାଦ ତଳେ ନିଜକୁ ସମର୍ପିତ କରିଛ, ଯେଉଁ ବେଶ ପରିପାଟି ପାଇଁକା ଏତେ ସଜେଇ ହେଉଛ, ତ ତାଙ୍କର ଯେତେବେଳେ ଇଚ୍ଛା ହେଉଥିବ, ତୁମର ଯେତେବେଳେ ଇଚ୍ଛା ହେଉଥିବ, 2 ଜଣଙ୍କର ମନ ଏକାନ୍ତର ହୋଇଥିବ, ତ ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ଅନୁସାରେ ମୁଁ ଜଗନ୍ନାଥଙ୍କ ମନ୍ଦିରରେ
ମୋ ଗୁରୁ ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ, ମୋ ମା ଶଶିମଣି ଦେବଦାସୀ, ମୋ ମା ହରପ୍ରିୟା ଦେବଦାସୀ ସମସ୍ତଙ୍କ ସହିତ ଯାଇ ଜଗମୋହନରେ ମୁଁ ନୃତ୍ୟ ପରିବେଷଣ କରିଛି। ପ୍ରଥମ ଦିନର ଅନୁଭୂତି କେମିତି ଥିଲା? ପ୍ରଥମେ ମୁଁ କହୁଛି, ଗୁରୁବାର ମାଣବସା ହେଇଥାଏ, ମୋର ସେଦିନ ଜନ୍ମଦିନ ଥିଲା। ମୋ ବୋଉ ଘରେ ଯେମିତି ରିଚୁଆଲ୍ ହୁଏ, ପୂଜା ପର୍ବପର୍ବାଣି ଲକ୍ଷ୍ମୀ ବସିଥିଲେ ସବୁ ହେଉଥିଲେ। ମୋ ମା ଶଶିମଣି ଦେବଦାସୀ, ମୋ ଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ, ଆମେ 3 ଜଣଙ୍କ ବେଶ ପରିପାଟି ହେଇଥିଲୁ। ମୋ ମାଆଙ୍କ ଦେହ ଅତ୍ୟନ୍ତ ବହୁତ ଖରାପ ଥିଲା, ତଥାପି ସେ ବେଦନା ରସ ପିଇକିରି ଆମେ 3 ଜଣଙ୍କ ମନ୍ଦିରକୁ ଯାଇଥିଲୁ। ସେଇଠାରେ ଯେତେବେଳେ ଆମର ଗୋଟେ ସିଷ୍ଟମ୍ ଅଛି କେମିତି ଯିବ ଜଗନ୍ନାଥଙ୍କ ମନ୍ଦିରକୁ, ସାଧାରଣ ସ୍ତ୍ରୀ ଲୋକମାନେ ଯେମିତି ଯାଉଛନ୍ତି ଆମେ ସେମିତି ଯାଇପାରିବୁନୁ। ମୁଁ ଭିତରେ ଗୋଟେ ପିନ୍ଧିଥିଲି କଟନ୍ ଶାଢ଼ୀ, ତାପରେ ଗୋଟେ 12 ହାତୀ ପାଟ ପିନ୍ଧିଥିଲି, ତାପରେ ଆଉ ଗୋଟେ 15 ହାତୀ ପାଟ ମୁଣ୍ଡରେ ପକାଇଥିଲି। 3ଟା ଶାଢ଼ୀ ପିନ୍ଧିଲା ପରେ ଆମର ଗୋଡ଼ର ପାଦର 2 ବୁଢ଼ା ଆଙ୍ଗୁଠିକି ଦେଖିକିରି ଏପଟେ ମୋର ଯିଏ ଶଶିମଣି ମା ଧରିଥିଲେ, ଏପଟେ ମୋ ଗୁରୁ ଥିଲେ, ମୁଣ୍ଡ ପୁରା ଲୁଆଇଁକିରି ତଳକୁ ପୋତିକିରି ଜଗନ୍ନାଥ ମନ୍ଦିରକୁ ଯିବ। ଆଚ୍ଛା, ଗୋଟେ ବୋହୂ କାରଣ ନା ଭଳି ସେଠି ହେଉଛି, ଯେହେତୁ ମୁଁ ମାହାରୀ ବା ଦେବଦାସୀ ନୁହଁ, ଯେହେତୁ ମୁଁ ପରମ୍ପରାକୁ ଆବୋରି ନେଇଛି, ବେଶ ପରିପାଟି ହେଇଛି, କୌଣସି ପୁରୁଷର 4 ଚକ୍ଷୁ ହେବେନି। 4 ଚକ୍ଷୁ ମାନେ ତମ ଆଖି ମୋ ଆଖି ବର୍ତ୍ତମାନ ଯେମିତି ଅନେଇଛ, କଣ୍ଟାକ୍ଟ କାହା ସାଙ୍ଗେ କରିପାରିବନି, କେବଳ ଜଗନ୍ନାଥଙ୍କୁ ହିଁ ଅନେଇକି ତୁମେ ନୃତ୍ୟ ପରିବେଷଣ କରିବ। ତ କାଳେ ଅଲଗା କିଛି ମନ ଭିତରେ ପଶିଯିବ କି, କିଏ ଦେଖିଲେ ହେ ବହୁତ ସୁନ୍ଦର ହେଇଛି କ'ଣ କହିବ କି, ସେଇଥିପାଇଁକା ତାକୁ ଘୋଡ଼େଇକିରି ନେଇକିରି ମନ୍ଦିର ପାଖରେ ଜଗନ୍ନାଥଙ୍କ ଆଖିକି ତାଙ୍କ ଆଖିକି ମିଳନ କରିକି ନୃତ୍ୟ ପରିବେଷଣ କରେ। ତାପରେ ପଛେ ସମସ୍ତେ ଭକ୍ତମାନେ ଦେଖିପାରନ୍ତି, ଦର୍ଶନ କରିପାରନ୍ତି, ମୁଣ୍ଡିଆ ମାରନ୍ତି, ଚାପନ୍ତି, କିନ୍ତୁ ସେତେ ପର୍ଯ୍ୟନ୍ତ ସେ କାହା ଯେତେବେଳେ ଜଗନ୍ନାଥଙ୍କ ଆଖିକୁ ପ୍ରଥମ ଥର ଦେଖିଥିଲେ, ଚକା ଆଖି ଦେଖିଲା ପରେ କେମିତି ରହିଥିଲା ଅନୁଭୂତି? ସେ ନୃତ୍ୟ ପରିବେଷଣ, କାହିଁକି ନା ଜୀବନ ପୁରା ସମର୍ପି ଦେଇଛନ୍ତି ଜଗନ୍ନାଥଙ୍କୁ ଆପଣ। ଏବେ ସେତେବେଳେ ତ ବହୁତ ୟଙ୍ଗ ଥିଲି, ସେତେବେଳେ ତ ଜଗନ୍ନାଥଙ୍କୁ କ'ଣ, ମୁଁ ଏବେ ବି ଜଗନ୍ନାଥଙ୍କୁ ଆଖିକୁ ଅନେଇ ପାରେନି। କାରଣ ଯେଉଁଠି ଭଲ ପାଇବାଟା ଆସେ ନା, ସେଠି ଅଭିମାନଟା ଆସେ, ଯେଉଁଠି ଅଭିମାନଟା ଆସେ ସେଠି ଭଲ ପାଇବାଟା ଆସେ, ଯେଉଁଠି ଆଖିକୁ ଆଖି ମିଳନ ହୁଏ ସେଇଠି ତ ଭଲ ପାଇବାର ସୃଷ୍ଟି, ସେଇଠି ତ ଲୋତକଧାର ଆସେ। ତ ଜଗନ୍ନାଥଙ୍କୁ ଖାଲି ଏତିକି କହିଛି, ପ୍ରଭୁ ବଞ୍ଚିଥିଲା ପର୍ଯ୍ୟନ୍ତ ସେବା କରିବି, 7 ଜନ୍ମ ପର୍ଯ୍ୟନ୍ତ ଝିଅ ଜନ୍ମ ହେବି, ସବୁବେଳେ ସଜେଇ ହେବି, କେବଳ ତୁମ ପାଇଁକା ସଜେଇ ହେଉଥିବି, ସାରା ବିଶ୍ୱକୁ ଦେଖାଉଥିବି ମାହାରୀ ନୃତ୍ୟ ଏମିତିଆ। ସେ ଗୋଟେ ଏତେ ଭକ୍ତବତ୍ସଳ ଠାକୁର, ସେ ଏତେ ଭଲ ପାଇବା ଠାକୁର, ସିଏ ନା ତୁମ ମନର ବେଦନା ଜାଣିପାରନ୍ତି, ତୁମକୁ କହିବାକୁ କିଛି ପଡ଼େନି। କାରଣ କହିଲେ ତ ସବୁ ସରିଯାଏ ବୋଲି ଆମେ ଭାବୁ, କିନ୍ତୁ ନ କହିକି ଯେଉଁ ଚକ୍ଷୁ ସହିତ ମାନେ ଆପଣ ଦେଖିବା ସହିତ ହୃଦୟକୁ ସ୍ପର୍ଶ କରନ୍ତି, ସେଇଟା ହିଁ ଗୋଟେ ସୃଷ୍ଟି। ଆଉ ସେଦିନର ଅନୁଭୂତି ପରିପ୍ରକାଶ କରିହୁଏନି। କାହିଁକି କରିହୁଏନି କହିଲେ, ସିଏ ଗୋଟେ ସ୍ୱତନ୍ତ୍ରଟା ସ୍ଥାନ ପାଇଥାଏ ହୃଦୟ ଭିତରେ, ସିଏ କେବେ ପରିପ୍ରକାଶ କରିବାକୁ ଦିଏନି, କି ପରିପ୍ରକାଶ ହେଲା ପରେ ସେ ଜିନିଷଟା ଶୁଣିବାକୁ ଆଗ୍ରହୀ ଲାଗେନି। କାରଣ ଭଲ ପାଇବାଟା ପରିପ୍ରକାଶ କ'ଣ କରିବ, ଭଲ ତ ଭଲ ପାଉଛ, ହଁ ସେଇଟା ତ ଅନୁଭବ ତୁମେ କରିବ, ସେଇଟା ତ ତୁମେ ମାନେ ସେଇଟା ତ ତୁମେ ଦେଖିବ। ସାଧାରଣତଃ ମୁଁ ତୁମକୁ ଭଲ ପାଉଛି ଏମିତି କହିଦେଲେ କିଏ ଭଲ ପାଇବେନି। ଯଦି ତୁମ ହୃଦୟରୁ ତାଙ୍କ ହୃଦୟକୁ ସଂସ୍ପର୍ଶ ନ ହେଇଛି, ସେତେ ପର୍ଯ୍ୟନ୍ତ ତୁମେ ଭଲ ପାଇବନି। ତ ଯଦି ଆପଣ ଆଉ ଗୋଟେ କଥା ଦେଖନ୍ତୁ, ଆପଣ କେବଳ ତାଙ୍କୁ ଚାହିଁକିରି କହୁଛନ୍ତି ବୋଲି ନାହିଁ, ଯଦି ତାଙ୍କର ବି ଇଚ୍ଛା ନଥିବ ଆପଣ ହୃଦୟ କିଛି କାମ କରିବନି। ତ ନିଶ୍ଚିତ ସିଏ ଚାହୁଁଛନ୍ତି ବୋଲିକା ଆମେ ଚାହୁଁଛୁ। ସେଦିନର ଅନୁଭୂତି ଖାଲି ଟିକିଏ କହିବି, ସରିଲା ପରେ ମାନେ ପୂଜାପୂଜି ଅର୍ଚ୍ଚନା ନାଚ ଗୀତ ସବୁ ସରିଛି, ବହୁତ ଭକ୍ତ ଆସି ମୁଣ୍ଡିଆ ମାରିଛନ୍ତି, କିଏ ଲକ୍ଷ୍ମୀ ଲକ୍ଷ୍ମୀ ମା ଆସିଛନ୍ତି, ଆଉ କହିଛନ୍ତି ବୃଦ୍ଧ ଜଣେ, ବହୁତ ବୟସ ତଥାପି 75-80 ଭିତରେ ବୟସ ହେଇଥିବ। ଏ ଯେଉଁ କଏନ୍ ଟଙ୍କା ଗୋଟେ ଟଙ୍କା, ଗୋଟେ କଏନ୍ ଟଙ୍କା ଆଣିକିରି ମୋତେ ଦେଇ ଯେତେବେଳେ ପାଦ ଛୁଇଁକି ଆସିଲେ, ମୋ ମା ସେତେବେଳେ କହିଲେ ତାଙ୍କୁ ପାଦ ଛୁଅନି, ଛୋଟ ପିଲା ନା ସେ ଯାହାର ସେବା କରିବାକୁ ଆସିଛି, ସେ ସେବା ମାନେ ପାଇନାହାନ୍ତି, କିନ୍ତୁ ଯାହା ମନୋଭାବ ମାନେ ଏଇ ବୟସରୁ ସେବା ପ୍ରତି ଆସିଛି ନା, ସେ ତ ସ୍ୱୟଂ ଲକ୍ଷ୍ମୀ, ସେ ତ ସବୁ। ମୁଁ କିନ୍ତୁ ସତ କଥା କହିବାକୁ ଚାହେଁ,
ମୁଁ ଗୋଟେ ସାଧାରଣ ଦାସୀ ମାନେ ଦାସତ୍ୱ ହିଁ ଦାସତ୍ୱ, ମୁଁ କିଛି ନୁହଁ ଆଜ୍ଞା। ଆଜି ଲୋକ ଆପଣ ଯେଉଁ ମୋତେ ଆସିକରି ପଚାରୁଛନ୍ତି କେବଳ ମୋର ମାହାରୀ ନାଚ ସକାଶେ ରୂପଶ୍ରୀ ମହାପାତ୍ରକୁ ପଚାରୁଛନ୍ତି। ଯଦି ମାହାରୀ ମୁଁ ନ ନାଚୁଥାନ୍ତି ଶହ ଶହ ରୂପଶ୍ରୀ ମହାପାତ୍ର ଥାନ୍ତେ, ଆପଣ କାହିଁକି ସେମାନଙ୍କ ପାଖକୁ ନ ଯାଇକି ମୋ ପାଖକୁ କାହିଁକି ଆସିଥାନ୍ତେ? ତ ପ୍ରଭୁଙ୍କର ଇଚ୍ଛା ଯଦି ନ ହେଇଥାନ୍ତା ଯେ ମୁଁ ଏଇ ନାଚଟାକୁ, ବହୁତ ଓଡ଼ିଶୀ ନାଚୁଛନ୍ତି ଆପଣ ଦେଖନ୍ତୁ ସାରା ବିଶ୍ୱରେ, ବିଶ୍ୱ ଦରବାରରେ ସଂଯୁକ୍ତା ପାଣିଗ୍ରାହୀଙ୍କ ଠାରୁ ଏଡ଼େ ବଡ଼ ଡାନ୍ସର, ତାଙ୍କଠାରୁ ଆଉ କ'ଣ ଭଲ ଡାନ୍ସର କିଏ ଅଛନ୍ତି ବୋଲି ମୁଁ ତ ଜାଣେ, ମାନେ ଅଛନ୍ତି ୟା ମାନେ ସିଏ ଯେଉଁ ବିଶ୍ୱକୁ ଦୋହଲେଇ ଦେଇଥିଲେ, ଜଗନ୍ନାଥ ମନ୍ଦିରରେ ଆସିକି ନାଚି ପାରିନାହାନ୍ତି। ଆଉ ଯଦି ଦେଖନ୍ତୁ, ଯଦି ଭଗବାନ ନ ଚାହିଁବେ ଆପଣ କିଛି କରିପାରିବେନି। ତ ସେଇଥିପାଇଁକା ସେଇ ଅନୁଭୂତି, ସେଇ ସ୍ମୃତି, ସେଇ ସବୁ କିଛି ହୃଦୟ ଭିତରେ ଗୋଟେ ବସା ବାନ୍ଧିକି ରହେ। କିଛିଟା ବାହାରିଯାଏ, କିଛିଟା ବାହାରି ପାରେନି, ଏହିପରି ଭାବରେ ଥାଏ। ପିଲାବେଳ କେମିତି କଟିଥିଲା? ଆମେ ଗୋଟେ ସଂସ୍କାରରେ ବଢ଼ିଛୁ। କାହିଁକି କହିଲେ, ଆମେ ଯେତେବେଳେ ଯେହେତୁ 7ଟା ଝିଅ ଥିଲୁ, ଝିଅମାନେ ଆସ୍ତେ ଆସ୍ତେ ଗ୍ରୋନ୍ ଅପ୍ କରିବେ, ଗ୍ରୋନ୍ ଅପ୍ କଲେ ମ୍ୟାଚୁରେଟ୍ ପାଇବେ। ଆମର ସିଷ୍ଟମେଟିକାଲ ପୁରା ଅଲଗା ଥିଲା। ତାପରେ ଆମର ଚାଲିଚଳଣି, ଖାଇବା ପିଇବା ସବୁ ଅଲଗା। ଆମେ ସ୍କୁଲରୁ ଗଲେ, ସ୍କୁଲରୁ ଆସିଲେ ସ୍କୁଲ ଡ୍ରେସ୍ଟା ଅଲଗା ରଖିବୁ, ଘରକୁ ଗାମୁଛା ପିନ୍ଧିକି ଯିବୁ। ବାଥରୁମ୍ ନଥିଲା, ଟ୍ୟୁବୱେଲ୍ ପାଖେ ଘରେ ଟ୍ୟୁବୱେଲ୍ ଥାଏ, ଧୁଆଧୁଇ ହେଇକରି ଆଉ ଗୋଟେ ଡ୍ରେସ୍ ପିନ୍ଧିବୁ, ସେ ଡ୍ରେସ୍ ରହିଲା କାଲିକି ପିନ୍ଧିକି ଯିବୁ, ସେ ଡ୍ରେସ୍ ସହିତ ଘର ଭିତରେ କନେକ୍ସନ୍ ନାହିଁ। ଖାଇବୁ ଯେଉଁ ଭଜା ଡାଲି ତରକାରୀ ଫରକାରୀ ଇଏ ଅଲଗା, ଭାତ ଯେଉଁ ହେଇଥିବ ସେଇଟା ଶଙ୍କୁଡ଼ି ସିଏ ଅଲଗା। ଆପଣ ଭାତ ଛୁଇଁ ଦେଲେ ତରକାରୀ ଛୁଇଁ ପାରିବେନି, ଆଗ ତରକାରୀ ଫରକାରୀ ବାଡ଼ିକି ଆଣିଲେ ଭାତ ଖାଇବେ, ଇଏ ଅଲଗା। ମାନେ ସବୁବେଳେ ସଂସ୍କାର, ଖାଇବା ପିନ୍ଧିବା। ଆପଣ ରୋଷେଇ ଶୁଣନ୍ତୁ, ଆଉ ବି କହୁଛି ରୋଷେଇ, ଭାଗଲପୁରୀ ଗୋଟେ ଚାଦର ଥିଲା ୟେଲୋ କଲର୍ ଚାଦର, ସେଇଟା ଧୁଆ ହେବ, ତାକୁ ପିନ୍ଧିକି ୱିଦାଉଟ୍ ଇନର୍ରେ ତାକୁ ପିନ୍ଧିକିରି ଚୁଲିରେ ରୋଷେଇ କରୁଥିଲୁ, ରୋଷେଇ କରି ଖାଉ। ବହୁତ ବହୁତ ଲାଇଫ୍ରେ ସେତେବେଳେ ଗ୍ୟାସ୍ ଚୁଲା ନଥିଲା, ଷ୍ଟୋଭ୍ ନଥିଲା, ହିଟର୍ ନଥିଲା, କିଛି ନଥିଲା। ଘଷି, ବରଡ଼ା, ମାନେ କାଠ ଗୁଣ୍ଡ, କାଠ ଝାଉଁ, ଏକୁ ଜାଳିକିରି, ଏକୁ କରିକିରି ଆମେ ରୋଷେଇ କରୁ। ସତ ଭଉଣୀ କଥା କହୁଛନ୍ତି, ଗୋଟେ ମନରେ ପ୍ରଶ୍ନ ଆସୁଛି, ଗୋଟେ ମେନ୍ସୁରାଲ୍ ଟାଇମ୍ ଆସେ ଝିଅମାନଙ୍କର, ସେଇ ଟାଇମ୍ରେ ଆପଣଙ୍କ ସଂସ୍କାର କେମିତି ଥାଏ? କି ନର୍ମାଲି ଆଜିକାଲି ତ ସେସବୁ ଜିନିଷ ଏବେ ଭୁଲି ଗଲାଣି, କରୁ ହିଁ ନାହାନ୍ତି। ସେଇଟା ତ ଶୁଣିଲେ ଆପଣ ଆହୁରି ମାନେ ବାୟା ହେଇଯିବେ। ମାନେ ଆଗ ମା, ଯଦି ମା ହେଲା, ଆମେ ଜାଣିନଥିଲେ ସେ ସିଷ୍ଟମ୍କୁ ମା ହୁଏ କ'ଣ, ମା ମାନେ ବୋଉ କାହିଁ, ଆମର ବୋଉ ଶବ୍ଦ କୁହାଯାଏ, ମା ବିଲେ କୁହାଯାଏନି, ବୋଉ ନନା ବିଲେ କୁହାଯାଏ। ବୋଉ କାହିଁକି, ମା ଜେଜେମାକୁ କହ ମା, ବୋଉ କାହିଁକି ଖାଇବାକୁ ଦେଉନି, କିଛି ଦେଉନି, ତୁ ଦେଉଛୁ କ'ଣ ହେଉଛି? ବୋଉ ଗୋଟେ କଣ ଘରରେ ଲୁଚିକିରି, ଗୋଟେ ଅନ୍ଧାର ଘର, ସେ କଣ ଘରରେ ଲୁଚିକିରି ରହିଥିବ, 4 ଦିନ କାଳ ତାକୁ କେହି ଦେଖିବେନି। ତାର ଖାଇବା ବି ସିଷ୍ଟମ୍ ଅଲଗା, ଖାଲି ଭାତ ଦହି କଦଳୀ, ଏମିତି ରନ୍ଧା ଜିନିଷର ଯେଉଁ ତରକାରୀ ଫରକାରୀ ଲୁଣ ସବଜି କିଛି ସେ ଲୁଣ ଫୁଣ ମସଲା ମସଲି ଖାଇପାରେ, ସେଗୁଡ଼ା ଅଲଗା। ତାପରେ 4 ଦିନ ପରେ ରାତିରେ ଆମର ଗୋଟେ ଗାଧୋଇବା ଅଛି ସିଷ୍ଟମ୍। ଗାଧୋଇବା ସିଷ୍ଟମ୍ କ'ଣ, ମାନେ ହଳଦୀ ଆଉ ଗୋବର ମାଟି ଏମିତି ଦେଇକରି ଶୁଦ୍ଧି ପୁରା ହେବ, ମୁଣ୍ଡ ଧୋଇକରି। ଶ୍ୟାମ୍ପୁ ଫାମ୍ପୁ ନଥିଲା, ସାବୁନ ନଥିଲା, ଇଠା ଫଳ, ଇଠା ଫଳଟାକୁ ଲଗେଇ ଗାଧେଇକିରି ଶୁଦ୍ଧ ହେଲା ପରେ, ସେ ଗାଧେଇକି ଆସିଲା ପରେ ସିଏ ବି ରିଚୁଆଲ୍ ଆଉ ଗୋଟେ ଅଲଗା। ଦେଖନ୍ତୁ, ପଖାଳ ଭାତ, ଯିଏ ଆଇଁଷ ଖାଉଥିବ ତା ପାଖରେ ମାଛ ଭଜା, ତାକୁ କିଣିକିରି ସେ ରାତି 4ଟାରେ ସେ ପଖାଳ ଭାତ ମାଛ ଭଜା ଖାଇବ। କାରଣ ଏତେ 4 ଦିନ କାଳ ଲୁଣ ଶବ୍ଦ ପାଟିରେ ଲାଗିନଥିବ, ବିନା ଲୁଣରେ 4 ଦିନ ରହିବେ। ଭାବନ୍ତୁ କେତେ ଅମୃତ ପରି ସେ ଲାଗୁଥିବ। ଭାବନ୍ତୁ ଯେଉଁମାନେ ମାଛ ଆଉ ଭାତ ଖାଉଥିବେ, ଯେଉଁମାନେ ଆଇଁଷ ଖାଆନ୍ତି ତ କ'ଣ ଖାଇବେ, ଆଳୁ ସିଝା ତା ଲୁଣ ପକାଇ ଚକଟା ହେଇକି, ସବୁ ଜିନିଷରେ ରେଷ୍ଟ୍ରିକ୍ସନ୍ ଗୋଟେ ଅଲଗା ଟାଇପ୍ର ଥିଲା, ମାନେ ସଂସ୍କାର କହିବାକୁ ଗଲେ ସେଇଟା ଗୋଟେ। କିନ୍ତୁ ଆପଣ ଦେଖନ୍ତୁ ସେତେବେଳେ ଖରାପ ନଥିଲା। ଆପଣ ସେଥିରୁ ଭାବନ୍ତୁ, ଆମେ ମୋ କଥା କହୁଛି, ଆମେ ସେତେବେଳେ ପଖାଳ ଭାତ ଖାଇକି ସ୍କୁଲ ଯାଉଥିଲୁ। ମୁଁ ଅବଶ୍ୟ ପଖାଳଟାକୁ ଏତେ ଖାଇପାରେନି, କାରଣ ମୁଁ ରୁଟିଟାକୁ ବେଶୀ ଭଲ ପାଉଥିଲି। ମୁଁ ରୁଟି, ଡାଲି ପାଣି ସିଝା ଏସବୁ ଖାଇବାକୁ ଭଲ ପାଉଥିଲି। କିନ୍ତୁ ମୋ ଭଉଣୀମାନେ ସମସ୍ତେ ପଖାଳ ଖାଇକି ଯାଆନ୍ତି, ଫେରିଲା ବେଳେ ବି ସେ ପଖାଳ ଭାତ ଖାଆନ୍ତି।
କେତେ ଦେହ ଆଜି ପର୍ଯ୍ୟନ୍ତ ଜାଣିନଥିଲୁ ଗ୍ୟାସ୍ କ'ଣ ପ୍ରେସର କ'ଣ ସତ କଥା କିଛି ନଥିଲା ଆମ ବେଳେ ଚାଉମିନ୍ ନଥିଲା ମ୍ୟାଗି ନଥିଲା ବର୍ଗର ନଥିଲା ପିଜା ନଥିଲା ଏଗୁଡ଼ା କିଛି ନଥିଲା ଆମେ କ'ଣ ଜାଣିନଥିଲୁ ସେଗୁଡ଼ାକ ରୁଟି ବି ନଥିଲା କାରଣ ଚକୁଳି ପିଠା ଚିତଉ ପିଠା ମଣ୍ଡା ପିଠା ଏଇସବୁ ଆମେ ବେଶୀ ଖାଉଥିଲୁ ଦେଶୀ ଖାଇବା ଖାଇବା। କଥାରୁ ଆଉ ଗୋଟେ କଥା ପଚାରିବି, ଆପଣ ବ୍ରାହ୍ମଣ ପରିବାର, ଓଡ଼ିଆ ବ୍ରାହ୍ମଣ, ଦାଟୁ ପୁରୀରେ, ଆଉ ବିବାହ କରିଛନ୍ତି ବ୍ରାହ୍ମଣ ବଙ୍ଗାଳୀ ପରିବାରରେ। ବଙ୍ଗାଳୀ ଯେତେବେଳେ ବଙ୍ଗାଳୀମାନଙ୍କର ନାଁ ଆସେ ସେତେବେଳେ ମାଛ ଫାଷ୍ଟ, ନନଭେଜଟା ଫାଷ୍ଟ ଆସେ, ଆଉ ମାଛ ତାଙ୍କର ଗୋଟେ ମାନେ ମୁଖ୍ୟ ଖାଦ୍ୟ କହିଗଲେ ମାଛ। ମୁଁ ଯେତେବେଳେ ଆସିଲି ମୋ ଶାଶୁ ଶୁଣିଲେ ଆପଣ ବି ନନଭେଜ ଖାଆନ୍ତିନି, ଆପଣ ପିଓର ଭେଜ? ମୁଁ ପୁରା ମୁଁ ପିଆଜ ରସୁଣ ବି ଖାଉନଥିଲି ହେଲା। ଶାଶୁ ଶୁଣିଲେ ଯେ ମୁଁ ଆଇଁଷ ଖାଉନି ବୋଲି ତାଙ୍କ ଘରେ ସବୁ ବନ୍ଦ। ତାଙ୍କର କିଛି ମାନେ ମୁଁ ଆଇଲା ବେଳକୁ ପିଆଜ ରସୁଣ ବି ତାଙ୍କର ନଥିଲା କିଛି ନଥିଲା। ମୁଁ ଆସିକି ମୋ ହଜବେଣ୍ଡକୁ ପଚାରିଲି ବାବା ମା ତ ଅଛନ୍ତି ତମେ ତ ଅଛ ମାଛ ଫାଛ ତମ ଘରେ କିଛି ହୁଏନି ମାଛ ମାଂସ ଅଣ୍ଡା ଫଣ୍ଡା କିଛି ହୁଏନି ଦେଖିଲା ଆମ ଘରେ କିଛି ହୁଏନି ଆଇଁଷ। ମୁଁ ଆଗ ବୁଝିପାରିଲିନି କ'ଣ କହୁଛନ୍ତି ଆଇଁଷ ହଉନି ବୋଲି କିନ୍ତୁ ମୋ ମନ ଭିତରେ ଭାରି ଦୁଃଖ ଥିଲା। ଦେଖୁଥିଲା କ'ଣ ପାଇଁକା ମୋ ଶ୍ୱଶୁର ଟିକେ ମାଛ ଖାଇବାକୁ ବହୁତ ପସନ୍ଦ କରୁଥିଲେ, ଶାଶୁ ବି ବହୁତ ପସନ୍ଦ କରନ୍ତି ମାଛ ଅଣ୍ଡା ଟିକେ ପସନ୍ଦ କରନ୍ତି। ମୁଁ ମାଆଙ୍କୁ ପଚାରିଲି ତମେ କାହିଁକି ଖାଉନ କ'ଣ ପାଇଁକା? ନା 4ଟା ଲୋକ 3ଟା ଖାଉଥିବେ ଜଣେ ଖାଉନଥିବ। ମୁଁ କହିଲି ନା ବାବାଙ୍କୁ କହିଲି ନା ହେବନି ବାବା ତୁମେ ଆଣ। ମୋତେ ତ ଆସେ ମୁଁ ସବୁ ଆସେ। ଆଚ୍ଛା, କରିକି ବି ଆପଣ ଦିଅନ୍ତି? ମୁଁ ସବୁ କରିକି ଆପଣଙ୍କୁ ଦେଲା ପରେ ମୋ ଶ୍ୱଶୁର କି ଖୁସି। ମୋ ଶ୍ୱଶୁର କହିଲେ କି ଏତେ ସୁନ୍ଦର ରୋଷେଇ କରିପାରୁ? ମୁଁ କହିଲି ସବୁ। ଆଉ ବିଶ୍ୱାସ କରିବେନି ମୁଁ ବେଙ୍ଗଲୀ ଡିସ୍ ତାଙ୍କର କ'ଣ ବୋଲି ମୁଁ ଜାଣିନଥିଲି। ମୁଁ ଯେତେବେଳେ ସବୁ କରିକି ଦେଲି ମାନେ ଜହ୍ନି ପୋସ୍ତ ହଉ ପୋସ୍ତ ବରା ହଉ ସବୁ କରିକି ଦେଲି ସୁକ୍ତନ ହଉ ସବୁ କରିକି ଦେଲି ସେମାନେ ବି ମୋତେ ବି ଆଶ୍ଚର୍ଯ୍ୟ। ମୋ ଶାଶୁ ପଚାରିଲେ ଏତେ ରୋଷେଇ କେମିତି ଜାଣିଲ? ମୁଁ କହିଲି ରୋଷେଇ ମୋର ବାଁ ହାତ କା ଖେଲ। ମାନେ ରୋଷେଇ ଆମ ବାପ ଘରେ ମୁଁ ଏତେ କରେ କହିହେବନି। ଆଉ ଗୋଟେ କଥା କହୁଛି ଦୁର୍ଗା ପୂଜା ବେଳେ ମୋ ଘରେ ଅଷ୍ଟପୂଜା ଅଛନ୍ତି ଆମର ଖେଚେଡ଼ି ବେସର ମାନେ ସେ 3 ଦିନ କାଳ ମାନେ ସପ୍ତମୀ ଅଷ୍ଟମୀ ନବମୀ ବହୁତ ପ୍ରଚୁର ବହୁତ ଲୋକ ଆସନ୍ତି ଖାଆନ୍ତି। ମାନେ ଗାଁରେ ସବୁ ଜମିବାଡ଼ି ସେମାନେ ଆସନ୍ତି ଖାଆନ୍ତି। ମୁଁ କିନ୍ତୁ ସବୁ ଆମେ ତିଆରି କରୁ କାରଣ ଆମ ଘରେ ବହୁତ ରେଷ୍ଟ୍ରିକ୍ସନ୍ ସବୁ ତିଆରି କରାବ ମାନେ ଶୂଦ୍ର ଲୋକ ପାଟି ଖୋଲିଲେ ଆମେ ଖାଇବେନି ବହୁତ ବହୁତ ଅବିକା ସିନା କିଛି ନାହିଁ ବହୁତ ତ ସେଥିପାଇଁକା କିଛି ଫରକ ପଡ଼ିନି ମୋତେ। ନୃତ୍ୟକୁ କେମିତି ଗ୍ରହଣ କଲେ ଶାଶୁଘର ଲୋକେ? ସେ ତ ଆହୁରି ଇଣ୍ଟରେଷ୍ଟିଂ କାରଣ ସାନ ଭଉଣୀ ବାହାଘର ହେଇଗଲା। ସାନ ଭଉଣୀ ବାହାଘର ପରେ ବୋଉର ମନ ବହୁତ ଦୁଃଖ ତୁ ବାହାହବୁନୁ କହୁଛୁ କେମିତି କ'ଣ କରିବା। ଆପଣଙ୍କ ପୂର୍ବରୁ ଆପଣଙ୍କ ସାନ ଭଉଣୀ ପ୍ରଥମେ ମ୍ୟାରେଜ ବାହା କରିଥିଲେ? ହେଇଗଲା ତ ମୁଁ କହିଲି 7 ଝିଅ ଅଛନ୍ତି 7 ଜଣ ବାହା ବୋଲି କିଛି ଗ୍ୟାରେଣ୍ଟି ନାହିଁ ନା କାହାର କ'ଣ ଅଛି ଚାଲୁ। ତ ମୁଁ ଖାଲି ଜିଦ୍ଦି କଲି ଯେ ମୁଁ ନାଚ ଛଡ଼ା ମୁଁ ଆଉ ନାଚ ଯିଏ ମୋତେ ନ କହିବେ ମୁଁ ବାହା ହେବିନି କହିକି ଏମିତି ଦୈବାତ ମୋର ଗୋଟେ ପ୍ରୋଗ୍ରାମ୍ ଆସିଲା ବାହାରକୁ ୱାସିଂଟନ୍ ଯିବା ପାଇଁକା। ପ୍ରଥମ ଝିଅ ପୁରୀରୁ ଦୋଳମଣ୍ଡସାହିରେ ଘର ବ୍ରାହ୍ମଣ ପରିବାର କୁଆଡ଼େ କେମିତି ଯିବି ଭୁବନେଶ୍ୱର ଗଲି। ଭୁବନେଶ୍ୱରରୁ ପୁଣି କେମିତି ଦିଲ୍ଲୀ ଯିବି ଯାତ୍ରା କ'ଣ ନେଇକି ଯାଆନ୍ତି କିଛି ଜାଣିନଥିଲି। ଯାହାହେଲେ କରିକରି ଏଇଠୁ ଭୁବନେଶ୍ୱରରୁ ଦିଲ୍ଲୀ ଗଲି ଦିଲ୍ଲୀରୁ ଲଣ୍ଡନ ଲଣ୍ଡନରୁ ଆମେରିକା ତାପରେ ସେଠୁ ଆସିଥିଲେ ସିଏ ମାନେ ଯେତେବେଳେ ଆସିକି ଖୋଜିଲେ ଯେ ରୂପଶ୍ରୀ ମହାପାତ୍ରଙ୍କୁ ମୋତେ ରିସିଭ୍ କରିବାକୁ ଚାହୁଁଥିଲେ ସେମିତି ଧରିକି ଛିଡ଼ା ହେଇଛନ୍ତି। ମୁଁ କ'ଣ କହିଲି ମୁଁ ହଠାତ୍ ଫଟାତ୍ ମୁଁ ଜାଣିଥିଲି ସାଲୱାର ଫଲୱାର ଟିକେ ପୁରା ସଜା ସଜାଇକି ମୁଁ ଦେଖିଲି ସେ ଫ୍ଲାଇଟ୍ରେ କେହି ସଜେଇ ହେଇନନ୍ତି ମୁଁ ଗୋଟେ କ'ଣ ଝିଅ ଏତେ ସଜ ହେଇଛି ମୋତେ ନିଜକୁ ବହୁତ ଖରାପ ଲାଗୁଥାଏ। ତାପରେ ମୁଁ କହିଲି ଭୁଲରୁ ହେଇଯାଇନି ତ ତାପରେ ମୁଁ ଦେଖିଲି କାହିଁକି ଯା ନ ହେଇଛନ୍ତି ମୋର ମୁଁ ଓନି ଫୋନି ପକେଇ ପୁରା ଓନି ସେ ପବନରେ ଉଡ଼ୁଥାଏ କହିହେବନି ନିଜ ଖରାପ ଲାଗୁଥାଏ। ତାପରେ ତଥାପି ମୁଁ ଗଲି ତାପରେ ସେ ଯେତେବେଳେ ଧରିକି ଛିଡ଼ା ହେଇଥାନ୍ତି ଫୁଲ ତଡ଼ା ଏମିତି ଧରିକି ଛିଡ଼ା ହେଇଛନ୍ତି ରୂପଶ୍ରୀ ଭିତରେ ମୁଁ କହିଲି ଯାଉ ନା ମୁଁ କହିଲି ଓହୋ କିଏ ଗୋଟେ ଆଇଛି ପାଇଁକା କେତେ ଲୋକ ଛିଡ଼ା ହେଇଛନ୍ତି। ମୁଁ ଯାଇକି ତାଙ୍କୁ କହୁଛି ମୁଁ ରୂପଶ୍ରୀ ମହାପାତ୍ର ସିଏ ମୋତେ ଏମିତି ଅନଉଛି ପୁଣି ଇଆଡ଼େ ଏମିତି କହୁଛି। ମୁଁ କହୁଛି ଇଏ କ'ଣ ଆଉ ରୂପଶ୍ରୀ ମହାପାତ୍ର ଖୋଜୁଛନ୍ତି ନା କ'ଣ ଭାରି ଖରାପ ଲାଗିଲାଣି। ଛିଡ଼ା ହେଲି ତାପରେ ଦେଖିଲେ ବୋଧେ ମୁଁ ଆଉ ଛିଡ଼ା ହେଲି ଦେଖିଲେ ସମସ୍ତେ ପଳେଇଲେଣି ସେ ଲୋକ ଗୁଡ଼ା ଛିଡ଼ା ହେଇଛନ୍ତି ମୁଁ ଛିଡ଼ା ହେଇଛି କିଏ କ'ଣ ନାହିଁ। ତାପରେ ଭାଇ ମୁଁ ରୂପଶ୍ରୀ ମହାପାତ୍ର ମୁଁ ମାହାରୀ ନାଚିବାକୁ ଆସିଛି ଓଡ଼ିଶାରୁ ହେଇଛି ଆପଣ ମୁଁ କହିଲି ବୁଢ଼ୀ ଲୋକ ଜଣେ କିଏ ହେଇଥିବ ଏତେ ଛୋଟ ପିଲାଟା କ'ଣ ହେଇଛନ୍ତି। ମୁଁ ତାକୁ ଛୋଟ ପିଲାଟା ସେତେବେଳେ ବର୍ଷା ହେଉଛି ମାନେ ତାଙ୍କର କୁଆପଥର ବର୍ଷା ମୁଁ ପୁରା କୁକୁଡ଼ା ପୁରା ଏମିତି ଥରୁଥାଏ ପୁରା। ତାପରେ ସେ ସାଙ୍ଗେ ସାଙ୍ଗେ ଗାଡ଼ି ଭିତରେ ମୋତେ ପୁରେଇକି କଫି ବ୍ଲାକ୍ କଫି ଦେଲେ ତାପରେ ନେଇକି ଗଲେ ନେଇକି ଯାଇକି ସେଠି ପହଞ୍ଚିଲା ପରେ ତାପରେ ପ୍ରୋଗ୍ରାମ୍ ସରିଲା ସବୁ ସରିଲା। ଗଣେଶ ପୂଜା ଅଛି ତାପରଦିନ ବାଲିତୃତୀୟା ଆମର ତ ବ୍ରାହ୍ମଣଙ୍କର ବାଲିତୃତୀୟା ମାନେ ନିଷ୍ଠା ରହିବ। ବୋଉକୁ ଫୋନ୍ କଲି ମୁଁ ଜାଣିନି ଇଣ୍ଡିଆରେ ସେତେବେଳେ 4ଟା ବାଜିଛି ବୋଲିକା ରାତି 4ଟା। ହ୍ୟାଲୋ ବୋଉ କ'ଣ କରୁଛୁ?
ନା ରାତି 4ଟାରେ ଆରେ ତୁ କ'ଣ ରାତି 4ଟାରେ ଫୋନ୍ କରୁଛୁ? ମୁଁ କହିଲେ ତମର ରାତି 4ଟା ବୋଲି ମୁଁ କେମିତି ଜାଣିବି? ଆଉ ନା ତୁ ବାହା ହେଲୁନି ଇଏ ହେଲୁନୁ ତୁ ପଳେଇଲୁ ଏମିତି ବାପ ପାଇଲା। ମୁଁ ସେଥିରେ ତାଙ୍କୁ ବୁଝେଇଲି ହଁ ହେଲା କ'ଣ ହେଲା ନା ଆମେ ଗୋଟେ ବାହାଘର ଠିକ୍ କରିଛୁ ଆଉ ନାଚ ପାଇଁକା ସେମାନେ ରାଜି ଅଛନ୍ତି ଆଉ ତୁ ଆସେ। ମୁଁ କହିଲି ସତରେ କହୁଛୁ? ଛାଡ଼ିଦେବି ସବୁ? ନା ହଁ ଛାଡ଼ିଦେବି ପଳେଇବା। ଛାଡ଼ିଦେଇ ସାଙ୍ଗେ ସାଙ୍ଗେ ପଳେଇ ନନା ବୋଉଙ୍କୁ କେବେ ମାନେ କ'ଣ କହିଲେ ନନା ବୋଉଙ୍କ ପାଇଁକା ମୁଁ କ୍ଷଣ ପାଇଁ ରହିପାରେନି। କାରଣ 7ଟା ଝିଅକୁ ଜନ୍ମ ଦେଇକିରି ବାପା ମା ଏତେ କଷ୍ଟ ସହିକିରି ଆମକୁ ଜନ୍ମ ଦେଇଛନ୍ତି, ଏତେ କଷ୍ଟ ସହିକି ମଣିଷ ଖାଇବାକୁ ଦେଇକି ପଢ଼େଇବାକୁ ଦେଇକିରି ଆମର ନିଜର ଯାହା ଖ୍ୱାଇସ୍ ତାକୁ ପୂରଣ କରିକି ମଣିଷ କରିଛନ୍ତି। ତ କେବେ ମାନେ ଛାଡ଼ି ମାନେ ଭୁଲି ପାରିବନି। ଛାଡ଼ିକି ପଳେଇ ଆଇଲି। ଏଠି ସବୁ ଶାଶୁ ଶ୍ୱଶୁର ଏଠି ବାହାଘର ସବୁ ଶାଶୁ ଯାଇଥିଲେ ଶ୍ୱଶୁର ଯାଇଥିଲେ। ନାଚ ରଖିବୁ ତ? ମୁଁ କ'ଣ ଶୁଣିଲି ମୁଁ? ହଁ ତ ଆହୁରି ଆପଣ ଇଣ୍ଟରେଷ୍ଟ ବଢ଼ିଗଲା ବହୁତ ବାହାଘର ଖୁସି ପାଇଁ। ହେଇଗଲି। ମାନେ କ'ଣ କହିଲେ ବାପ ଘରଠୁ ଶାଶୁଘରେ ଆହୁରି ଫ୍ରିଡ଼ମ୍ ମିଳିଯିବ। କାହିଁକି ଫ୍ରିଡ଼ମ୍ ମିଳିଯିବ? ହଜବେଣ୍ଡ ସାଥ ହେଇଗଲେ ନା। ଯଦି ସେମାନେ ଫ୍ରଣ୍ଟ ମାଇଣ୍ଡେଡ୍ ହେଇକି ଆଗକୁ ତୁମକୁ ପୁସ୍ କରିବେ ଯିବା ପାଇଁକା ଚାହିଁବେ ଆଉ ତୁମକୁ ବାଟ କିଏ ରୋକିବେନି। କାରଣ ଏଇ ଯେଉଁ ଚାରିକାନ୍ଥ ଆବଦ୍ଧ ଭିତରେ ମୁଁ ରହିକିରି ନନାଙ୍କ କଥା କହିକି ଗଲା ପରେ ବି ପଛକୁ ଅନଉଥିଲେ ଆଉ 3ଟା ଭଉଣୀ ଅଛନ୍ତି ତାଙ୍କ ଫ୍ୟୁଚର୍ ମୋ ସକାଶେ ଖରାପ ନ ହେଇଯାଉ। କାରଣ ମୋ ସକାଶେ ଖରାପ ହେଇଗଲେ ସେମାନେ ବାହା ହେଇପାରିବେନି। ତ ମୋତେ ବି ଡର ଲାଗୁଥିଲା ନା। ତ ରାଜି ହେଇଗଲା ବାହାଘର ହେଇଗଲା। ବାହାଘର ପରେ 7 ମଙ୍ଗଳା ହେଇନି ଗଲୁ ଦୂରଦର୍ଶନରୁ ଗ୍ରାଜୁଏସନ୍ ପରୀକ୍ଷା ଦେବା ପାଇଁକା। ଚିଠି ଆସିଲା ଶ୍ୱଶୁର କହିଲେ ଯେ ତୋର ଗ୍ରାଜୁଏସନ୍ ପରୀକ୍ଷା ତୁମର ଆସିଛି ବୋଉମା ଆଉ ପରୀକ୍ଷା ଦେବାକୁ ଯିବ। ମୁଁ ଆଉ କିଛି କହୁନି। ମୁଁ କହିଲି ବୋପା କାଳେ କ'ଣ କହିବି ଖରାପ ଯାହା ବି 7 ମଙ୍ଗଳା ହେଇନି ନା। ତ ଅନେଇଲି ବାବାଙ୍କୁ ମାଆଙ୍କୁ ମାଆ ବି ଖୁସି ସମସ୍ତେ ପୁରା ରେଡ଼ି ଗାଡ଼ି ସାଙ୍ଗେ ସାଙ୍ଗେ ଭଡ଼ା ହେଇଗଲା ସବୁ ଜିନିଷପତ୍ର ଧରିକି ଗଲୁ ଦୂରଦର୍ଶନରେ ପରୀକ୍ଷା ଦେବା ପାଇଁ। ଶାଶୁ ଶ୍ୱଶୁର ଏମିତି ବସିଛନ୍ତି ଆପଣ ଯେମିତି ମୁଁ ବସିଛନ୍ତି ଇଏ ତାଙ୍କର ସବୁବେଳେ ବୁଲୁଛନ୍ତି ମୁଁ ଯାଇଛି ପରୀକ୍ଷା ଦେବା ପାଇଁକା। ସେଠି ଦୂରଦର୍ଶନରେ ସବୁ ଲୋକ ଅଛନ୍ତି ସେମାନେ ସେ କାହାକୁ ଖୋଜୁଛନ୍ତି କହିଲେ ନା କାହାକୁ ଖୋଜୁନୁ ଆମ ବୋଉ ଟିଭିରେ ବାହାରିଛି ତ ଆମେ ଦେଖୁଛୁ। ନା ଟିଭିରେ ବାହାରିଛି ସେ ଲୋକ ଟିକେ ମାନେ କହିଲେ କି ତୁମେ କ'ଣ ହେବ? ଆମେ ଶାଶୁ ଶ୍ୱଶୁର ହେବ 7 ମଙ୍ଗଳା ହେଇନି ବାହାଘର ହେଇଛି ଏବେ ପରୀକ୍ଷା ଦେବାକୁ ଆସିଛି ମୋ ବୋଉ। ଆପଣଙ୍କ ବୋଉ ପରୀକ୍ଷା ଦେବାକୁ ଆସିଛି? ନାଚ? ନା ହଁ କାହିଁ କହିଲା କି ଖରାପ ଜିନିଷ? ନା ଆପଣ ଆସିଛନ୍ତି ଦେଖିବାକୁ? ନା ତାକୁ ନେଇକି ଆସିଛୁ ପରୀକ୍ଷା ଦେବାକୁ। ତାଙ୍କ ବହୁତ ମୁହଁକୁ ଏମିତି ସପୋର୍ଟିଭ୍ ପୁରା ଅନେଇଲେ। ଥିଲେ ସମସ୍ତେ ପୁରା ଫ୍ୟାମିଲି। ହଁ ସେ ଅନେଇଲେ ତାପରେ କହିଲେ ଯାହା ହଉ। ପ୍ରଥମ ଥର ଦେଖିଲି କି ଶାଶୁ 2004 ଶ୍ୱଶୁର ମସିହା କଥା କହୁଛି। ମା ଶାଶୁମଣିଙ୍କ ସହିତ କାମ କରିଛନ୍ତି ସେ ଆପଣଙ୍କୁ ଶିଖେଇଛନ୍ତି କହିବାକୁ ଗଲେ ନୃତ୍ୟ ଏବଂ ମା ବୋଲି ଭାବିଛନ୍ତି ତାଙ୍କୁ। ମାଙ୍କ ସହିତ କ'ଣ ଅନୁଭୂତି ରହିଛି କେମିତି ତାଙ୍କ ସହିତ କଟୁଥିଲା ତାଙ୍କର ଆପଣଙ୍କର ପିଲାଦିନ? ତାଙ୍କ ବିଷୟରେ ହେଉଛି କାହିଁକିନା ଆମେ ବୋଧେ ରିସେଣ୍ଟଲି ବହୁତ ପରେ ଲୋକ ଜାଣିଲେ ଯେ ଦେବଦାସୀ ସେବାୟତ ଶେଷ ସେବା ଯିଏ ଥିଲେ ବହୁତ ଲୋକ କମ୍ ଜାଣନ୍ତି ତାଙ୍କୁ। ସମସ୍ତଙ୍କୁ ଆଜ୍ଞା କମ୍ ଜାଣନ୍ତି। ଏ 4 ଜଣ ମାନେ ମହାରୀଙ୍କ ହଁ ବିଷୟରେ ମୁଁ ଯେଉଁ କହୁଛି ଏମିତି ବି ଲୋକ ଅଛନ୍ତି ଏଇଠିକାର ଲୋକ ତାଙ୍କ ନାଁ ଶୁଣିଛନ୍ତି କିନ୍ତୁ ଦେଖିନାହାନ୍ତି କିନ୍ତୁ ସେବା କରିଛନ୍ତି କିନ୍ତୁ ଜାଣିନାହାନ୍ତି। ହୁଏତ ଜାଣିକିରି ସେମାନେ ପ୍ରଚାର କରିବାକୁ ଚାହାନ୍ତିନି। ଆଚ୍ଛା ଖାଲି ଲୋକଲୋଚନକୁ ପଳେଇ ଆସିଲେ ଲୋକଙ୍କୁ ଆଗକୁ ପଳେଇ ଆସିଲେ ସେମାନେ ନା ସେ କଥା ନୁହଁ। ଶଶୀମଣିଙ୍କ କଥା କହିବାକୁ ଗଲେ ଆପଣ ବିଶ୍ୱାସ କରିବେନି ଆମେ ସ୍ୱାମୀ ସ୍ତ୍ରୀ ଯେତେବେଳେ 2 ଜଣ ମୋ ହଜବେଣ୍ଡ ଦେବାଶିଷ ଯେ ସିଏ ମୁଁ ଆମେ 2 ଜଣ ଯାଉ ମୋ ମାଆଙ୍କୁ ଦେଖା ହେବା ପାଇଁକା। ସେ ସବୁବେଳେ କହିବେ ଜୟୀ ମୋ ପାଇଁ ସିଙ୍ଗଡ଼ା ଆଣିଛ? ସେ ସିଙ୍ଗଡ଼ା ଖାଇବାକୁ ଆଉ ଖୁଆପୋଡ଼ା ଖାଇବାକୁ ବହୁତ ଭଲ ପାଆନ୍ତି। ଆପଣ ବିଶ୍ୱାସ କରିବେନି ମୋତେ ଛାଡ଼ି ଦେଇକି ଯିବେ ତାଙ୍କ ପାଇଁ ସିଙ୍ଗଡ଼ା ଖୁଆପୋଡ଼ା ଆଣିବେ ଖାଇବେ। ମନର ଯେତେ ଦୁଃଖ କଥା ସବୁ କହିବେ। ଜଗନ୍ନାଥ ସଂସ୍କୃତି ପରମ୍ପରାରେ ସେ ଗୋଟେ ଥିଲେ ଶାଢ଼ୀବନ୍ଧା ସେବିକା। ଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟେକ ଗୋଡ଼ ଭାଙ୍ଗିଗଲା ପରେ ବି ପ୍ରତ୍ୟେକ ସେବା ସେ କରୁଥିଲେ। କିନ୍ତୁ ମୁଁ ସବୁବେଳେ ଚାହେଁ ଯେ ମୋ ମା ହଉ କି ଶଶୀମଣି ମା ହୁଅନ୍ତୁ ସବୁବେଳେ ରୋଗଗ୍ରସ୍ତ ହୋଇକି ନ ମରନ୍ତୁ, ଭଲରେ ସୁସ୍ଥତା ରୁହନ୍ତୁ, ଭଲରେ ରୁହନ୍ତୁ, ଭଲ ଖାଆନ୍ତୁ, ଖଣ୍ଡେ ପିନ୍ଧନ୍ତୁ ସଫା ଜିନିଷଟେ ପିନ୍ଧନ୍ତୁ। ତ ମୋର ଭାରି ଇচ্ছে ଥିଲା ସିଏ ଯେତେବେଳେ ଆସ୍ତେ ଆସ୍ତେ ରୋଗଶଯ୍ୟାକୁ ମାନେ ହେଲା ତାଙ୍କୁ ମୁଁ ସେବେ ଭାଙ୍ଗି ପଡ଼ିଥିଲି। କାରଣ ସେତିକିବେଳେ ମୁଁ ଭାବିଥିଲି ଯେ ତାଙ୍କୁ କେମିତି ଭଲ ମୁଠେ ଖାଇବାକୁ ଦେବି ଖଣ୍ଡେ ଭଲ ମାନେ ପିନ୍ଧିବାକୁ ଦେବି। ତ ମୁଁ ପ୍ରଶାସନ ସାଙ୍ଗେ ପୁରା ଯୁଦ୍ଧ କରିଦେଇଥିଲି ପୁରା ଜୋରସୋର ଲାଗିଥିଲେ କିନ୍ତୁ ପ୍ରଶାସନ ମୋ କଥା ମାନିକିରି ଆସିଥିଲେ। ଆସିକିରି ଦେଖିଥିଲେ ତାଙ୍କ ଘରକୁ ଆସିକି ଦେଖିଥିଲେ। ଆଉ ଦେଖିଲା ପରେ ସେ ତାଙ୍କ ତରଫରୁ
ତାଙ୍କ ପାଇଁକା ପାଟ ଶାଢ଼ୀଠୁ ଆରମ୍ଭ କରି ବେଡ଼ସିଟ୍ଠୁ ଆରମ୍ଭ ସବୁ ଜିନିଷ ଯୋଗାଇ ଦେଇଥିଲେ, ଖାଇବାକୁ ବି ଯୋଗାଇ ଦେଇଥିଲେ। ଇଭିନ୍ ତାଙ୍କର ଯାହା ସ୍ୱାସ୍ଥ୍ୟ ପାଇଁକା ମେଡ଼ିସିନ ବି ଦେଇଥିଲେ। ତ ସୁସ୍ଥରେ ସିଏ ଦେହତ୍ୟାଗ କରିଥିଲେ। ଦେହତ୍ୟାଗ କଲା ପରେ ସିଏ ମୋର ଗୋଟେ ମନ ଭିତରେ ଥିଲା ଯେ ମୋ ମାଆଙ୍କୁ ମୁଁ ହେଲା ଯେଉଁ ଲୱରିସ୍ ଟାଇପ୍ର କେବେ କେବେ ଛାଡ଼ିବିନି। କାରଣ ମୁଁ ନିଜେ ଖଇ କଉଡ଼ି, ମୋ ସ୍ୱାମୀ ମୋ ସାଙ୍ଗରେ ଯାଇଥିଲେ, ମୋ ଶାଶୁ ବି କହିଥିଲେ, କହିଲେ ଯାହା ତୋର ଇଚ୍ଛା, ତୋ ଇଚ୍ଛା ଯାହା ହେଉଛି ତୁ ତାହା କର। ମୁଁ ଖଇ କଉଡ଼ି ପଇସା ପକେଇ ପକେଇ ଯାଇଥିଲି ସ୍ୱର୍ଗଦ୍ୱାର ଚାଲି ଚାଲି ଦୋଳମଣ୍ଡପ ସାହିରୁ, କାରଣ ଦୋଳମଣ୍ଡପ ସାହିରେ ତାଙ୍କ ଘର, ମୋ ଘର ବି ସେଇଠି। ତାଙ୍କୁ ମୁଖାଗ୍ନି ଦେଇଥିଲି, ତାଙ୍କୁ ଚାରିପଟେ ପରିକ୍ରମା କରିଥିଲି, ଦଶହ ପାଳନ କରିଥିଲି, 108 ବ୍ରାହ୍ମଣଙ୍କୁ ଖୁଆଇଥିଲି। ମନ ଭିତରେ ଯାହା ଥିଲା ଅଫସୋସ ସବୁ କରିଥିଲି। ତାଙ୍କ ପାଇଁକା ଗୋଟେ ସ୍ୱତନ୍ତ୍ର ଗୋଟେ ଫେଷ୍ଟିଭାଲ୍ ସେଦିନ କରିଥିଲି, ଯେଉଁଦିନ ବନ ଜାଗରଣ ସେଦିନ ବାହାରିଥିଲେ ଦାରୁ ପାଇଁକା। ପରଶୁଣୀମଣି ମାଆଙ୍କୁ ଡାକିଥିଲି, ତାଙ୍କର ଯେହେତୁ ସେ ସାଙ୍ଗ ଥିଲେ, ତାଙ୍କୁ ମୁଁ ସ୍ୱହସ୍ତରେ ତାଙ୍କୁ କିଛି ଶାଢ଼ୀ ପଟା ମୋ ସ୍ୱାମୀ ଦେଇଥିଲେ, ଆଉ 10,000 ଟଙ୍କା ବି ଦେଇଥିଲେ, ସେ ମଞ୍ଚକୁ ଡାକିକି ତାଙ୍କୁ ଦେଇଥିଲୁ। ଏପରି ଭାବରେ ତାଙ୍କ ସାଙ୍ଗରେ ଅନେକ ଜିନିଷ ଅଛି ଯେଉଁଟା କହିବାକୁ ବି ସମୟ ନାହିଁ। ତ ବହୁତ ଭାବରେ ତାଙ୍କ ସହିତ ଆମର ସମ୍ପର୍କ ଥିଲା। ଆଜ୍ଞା ମ୍ୟାଡ଼ାମ୍, ଓଡ଼ିଶୀ ଆଉ ମାହାରୀ ଦେଖିବାକୁ ଗଲେ ଆପଣ ଦେଖିବେ ପୁରା ଅଲଗା, ମାନେ ତାଙ୍କର ଓଡ଼ିଶୀର ବେଶ ପରିପାଟି ଅଲଗା, ମାହାରୀର ବେଶ ପରିପାଟି ଅଲଗା, ଡ୍ୟାନ୍ସ ଫର୍ମ ଦୁଇଟା ଯାକ ଅଲଗା କି? ହଁ, କାରଣ ବେଶ ପରିପାଟି କଥା କହିବାକୁ ଗଲେ ଆମେ ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁସାରେ ଜଗନ୍ନାଥ ଯାହା ସବୁ ବେଶ ପରିପାଟି ହୁଏ ମାହାରୀ ସେଇଆ ହୁଅନ୍ତି। ହଳଦିଆ ପାଟ ବସ୍ତ୍ର ସହିତ ନାଲି କାଞ୍ଚୁଲା, ଆମର କାଞ୍ଚୁଲା କୁହାଯାଏ, ପାଟ ବସ୍ତ୍ର କୁହାଯାଏ, ତ୍ରିଖଣ୍ଡି ଟାହିଆ ପିନ୍ଧାଯାଏ, 3ଟା ଟାହିଆ ଫୁଲରେ ସଜେଇ ହୁଅନ୍ତି, ସୁନା ଅଳଙ୍କାର ପରିଧାନ କରିକି ପିନ୍ଧିକି ନୃତ୍ୟ ପରିବେଷଣ କରନ୍ତି। କିନ୍ତୁ ଆମର ଏଠି ଘୁଙ୍ଗୁରର ନାହିଁ, ଘୁଙ୍ଗୁରକୁ ପିନ୍ଧିକି ଆମେ ମାହାରୀରେ ବେଶରେ ନୃତ୍ୟ ପରିବେଷଣ କରୁନୁ। କିନ୍ତୁ ଓଡ଼ିଶୀ ନୃତ୍ୟରେ ଗୋଟେ ଶାସ୍ତ୍ରୀୟତା ମର୍ଯ୍ୟାଦା ପାଇଥିବାରୁ ତାକୁ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ବୋଲି କୁହାଯାଉଛି। ତା ଦେହରେ ଆମେ ଆଜିକାଲି ଡ୍ରେସ୍ ପିନ୍ଧିଲୁଣୁ, ଟାହିଆ ପିନ୍ଧା ହେଉଛି, ରୂପାର ଗହଣା ପିନ୍ଧିକିରି ଘୁଙ୍ଗୁର ପିନ୍ଧିକି ନୃତ୍ୟ ପରିବେଷଣ କରୁଛୁ। ଆଚ୍ଛା, ଏଇଠି ମାହାରୀରେ ଘୁଙ୍ଗୁର ପିନ୍ଧା ଯାଏନି, କିନ୍ତୁ ଓଡ଼ିଶୀରେ ଓଡ଼ିଶୀରେ ଘୁଙ୍ଗୁର ଘୁଙ୍ଗୁର ପିନ୍ଧାଯାଏ। ପିନ୍ଧାଯାଏ। ଓକେ। ମାହାରୀରେ ଯାହା ବେଶ ପରିପାଟି ଆମେ ଜଗନ୍ନାଥଙ୍କ ସଂସ୍କୃତିକ ଅନୁସାରେ କରୁଛୁ। ଓଡ଼ିଶୀରେ ଯାହା ବେଶ ପରିପାଟି ଆମ ସ୍ୱତନ୍ତ୍ରତାକୁ ନେଇକରି ଆମେ କରିଛୁ, 5 ଜଣ ଗୁରୁ ବସିକି କରିଛନ୍ତି। କିନ୍ତୁ ଆଜିକାଲି ଯେଉଁ ସବୁ ନୃତ୍ୟ ପରିବେଷଣ କରୁଛନ୍ତି, ଅଳତା କେଉଁମାନେ ପିନ୍ଧୁନାହାନ୍ତି, ବାଜୁବନ୍ଧ କିଏ ପିନ୍ଧିଲେ ପିନ୍ଧୁନି, ଏଇଟା ଓଡ଼ିଶୀ କଥା କହୁଛି ମୁଁ। ବାଜୁବନ୍ଧ ପିନ୍ଧୁନାହାନ୍ତି, ତାଙ୍କର ଇଚ୍ଛା। ସ୍କିନ୍ ଅନୁସାରେ ତୁମ ସ୍କିନ୍ କ'ଣ ସେଇ ଅନୁସାରେ ଶାଢ଼ୀ ପଟେ ମାନେ ପିନ୍ଧୁଛନ୍ତି, ପାଟ ଶାଢ଼ୀ ଆଉ ପିନ୍ଧିବାକୁ ଭୁଲିଗଲାଣି। ଏବେ ତ ମୁଁ କିଛି ଦିନ ତଳେ ଦେଖିଲି ଯେ ମାନେ ପ୍ଲେନ୍ ଶାଢ଼ୀ, ଗୋଟେ ଅଲଗା କଲର୍ ବ୍ଲାଉଜ୍, ଗୋଟେ ଅଲଗା କଲର୍ ପିନ୍ଧିକିରି ନୃତ୍ୟ। ମୁଁ ଏଇଠି ଗୋଟେ କଥା କହିବାକୁ ଚାହୁଁଛି, କାରଣ ଆମର ଶାସ୍ତ୍ରୀୟ ମର୍ଯ୍ୟାଦା ରହିଲେ, ସଂସ୍କୃତି ପରମ୍ପରା ଐତିହ୍ୟ ରହିଲେ ଆମେ ଗୋଟେ ଭଲ ଲେବୁଲକୁ ଯିବା ବୋଲିକା ଆମର ଆଶା। କାରଣ ଆମେ ଯଦି ଗୋଟେ ଏଠିକି ଉପସ୍ଥାପନ କରୁଛୁ ଯେ ଏଇଟା ହେଉଛି ଓଡ଼ିଶୀ ନୃତ୍ୟ, ତୁମ ବେଶ ପରିପାଟିରୁ ହିଁ ଓଡ଼ିଶୀ ନୃତ୍ୟ ବୋଲି କହିବେ ନା। ଯଦି ତୁମ ବେଶ ପରିପାଟି ନଥିବ, ଖାଲି ଟାହିଆ ଥିବ, ତାକୁ ତ ଓଡ଼ିଶୀ ନୃତ୍ୟ ବୋଲି କେହି କହିପାରିବେନି। ତ ବେଶ ପରିପାଟିଟାକୁ ରଖ, ଇତିହାସଟାକୁ ରଖ, ପରମ୍ପରାଟାକୁ ରଖ, ଆଉ ତୁମେ ନୃତ୍ୟ କଲା ପୂର୍ବରୁ 100 ଥର ଚିନ୍ତା କର ତୁମେ କ'ଣ ନାଚୁଛ। କାରଣ ଆମର ଦେଖନ୍ତୁ ଜୟଦେବଠୁ, କବି ବନମାଳୀଙ୍କଠୁ, କବି ସୂର୍ଯ୍ୟ ବଳଦେବଠୁ ଆରମ୍ଭ କରି ମାନେ ଚମ୍ପୁଠୁ, ଆମର ଛାନ୍ଦଠୁ ଆରମ୍ଭ କରି ରାମାୟଣଠୁ ସବୁ ପ୍ରକାର ଅଛି। ସବୁକୁ ନେଇକି ଗୀତକୁ ସଂଯୋଜନା କରି ନୃତ୍ୟ ପରିବେଷଣ ଆମେ କରୁଥିଲୁ। ତାକୁ ଆମେ କାହିଁ କରିବାନି? ଆମେ ୟା ଗୀତ ତା ଗୀତ ନେଇକି କାହିଁକି ନାଚିବା? କାହିଁ ଭଜନ ଗୀତ, ହଁ ଭଜନ ଜଣାଣ ଗୀତ ନାଚିବା, ଯେଉଁ ଭଜନ ଜଣାଣ ସେମାନେ ଲେଖିଛନ୍ତି ବା ଯେଉଁମାନେ ଶିଖୁଛନ୍ତି ତାକୁ ନେଇକି ତୁମେ ନୃତ୍ୟ ପରିବେଷଣ କର, ଅତ୍ୟନ୍ତ ସୁନ୍ଦର ମର୍ଯ୍ୟାଦା ରହିବ। କିନ୍ତୁ ମୁଁ ଏଇଠି କହିବାକୁ ଯିବି, ମୁଁ ଯେଉଁ ପରମ୍ପରା ବଞ୍ଚେଇଛି, ମୋରି ଜଗନ୍ନାଥଙ୍କ ସଂସ୍କୃତି ଗୀତକୁ ନେଇକି ପରମ୍ପରାକୁ ନେଇକି ଭଲ ଭାବରେ ବଞ୍ଚେଇଛି। ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିଲା, ମାହାରୀକୁ ଏବେ ଯାଏ ମିଳିନାହିଁ, ସେଥିପାଇଁ ଆପଣ ମାହାରୀକି କେବେ ଶୁଣନ୍ତୁ, ପ୍ରଚେଷ୍ଟା ଶାସ୍ତ୍ରୀୟତା କରିନାହାନ୍ତି? ମର୍ଯ୍ୟାଦା ଯେଉଁ କହୁଛନ୍ତି ମିଳିଲା ବିଲିକା, ଯେଉଁଠି ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରାରେ ଶାସ୍ତ୍ରୀୟ ବିଲିକା ମାହାରୀ ନୃତ୍ୟକୁ କୁହାଯାଇଛି, ସେଟା ଆଉ କିଏ କହିଲେ ନ କହିଲେ ଆମକୁ କିଛି ଫରକ ପଡ଼ିବନି। ଯେହେତୁ ଓଡ଼ିଶାର ନୃତ୍ୟ କଳା ବୋଲିକି ଓଡ଼ିଶୀକି କୁହାଗଲା, ସେଠି 5ଟା ଗୁରୁ ବସିକି ନିଜ ରକ୍ତ କାଢ଼ିକିରି ଶାସ୍ତ୍ରୀୟତା ମର୍ଯ୍ୟାଦା ଦେଲେ। ଏଠି ସ୍ୱୟଂ ଜଗନ୍ନାଥ ଦେଇଛନ୍ତି। ଆପଣ କୁହନ୍ତୁ, ମୁଁ କୁହେ, କି ପବ୍ଲିକ୍ କହୁ, କିଛି ଆମକୁ ଫରକ ଫିର୍ ବି ପଡ଼େନି। ଆପଣ କେବେ ପ୍ରଚେଷ୍ଟା କରିନାହାନ୍ତି ଏଟାକୁ ବି ବହୁତ ମିଳୁ? ଚେଷ୍ଟା କରୁଛୁ, ବହୁତ ପ୍ରଚେଷ୍ଟା କରୁଛୁ, ବହୁତ ଚେଷ୍ଟା କରୁଛୁ, ବହୁତ କିଛି କରୁଛନ୍ତି। ଆପଣ ଯଦି ନ କରିବେ, ଆପଣଙ୍କୁ ଆମେ ଆଉ କିଛି କହିବାର ନାହିଁ। ଶାସ୍ତ୍ରୀୟତା ମର୍ଯ୍ୟାଦା ଭିତରେ ଆମେ ରହିକି ଆମ ନୃତ୍ୟ ପରିବେଷଣ କରିବୁ। ଆପଣ ରେକଗ୍ନାଇଜ୍ ଦେବେ ନ ଦେବେ, ସେଇଟା ଆପଣଙ୍କ ଉପରେ ନିର୍ଭର କରେ।
ଆପଣ ନୃତ୍ୟ ଶିଖଉଛନ୍ତି, ଓଡ଼ିଶୀ ଶିଖଉଛନ୍ତି, ମାହାରୀ ବି ଶିଖଉଛନ୍ତି। ଏଠି ମୁଁ ଆପଣଙ୍କୁ କ'ଣ କହିବି, ଓଡ଼ିଶୀ ଆପଣ ନୃତ୍ୟଶିଳ୍ପୀ ମୋତେ ନା ଦୁଇଟାକ ମାହାରୀ କହିବେ, ନୃତ୍ୟଶିଳ୍ପୀ? ମୋତେ ଦୁଇଟାକ କହିବେ, କାରଣ ଏଜୁକେସନ୍ ପାଇଁକା ମୁଁ 4ଟା ୟୁନିଭର୍ସିଟିର ପ୍ରଥମ ଝିଅ ଯେଉଁଟାକି ଓଡ଼ିଶୀ ନୃତ୍ୟରେ କରିଛି, 4ଟା ୟୁନିଭର୍ସିଟିର ଗୋଲ୍ଡ ମେଡାଲିଷ୍ଟ। ନ୍ୟାସନାଲ୍ ଟେଲିଭିଜନ ଦୂରଦର୍ଶନରେ ମୁଁ ଗୋଟେ ହେଉଛି ଏ ଗ୍ରେଡ୍ ଆର୍ଟିଷ୍ଟ, ବହୁତ ଆର୍ଟିଷ୍ଟ ଅଛନ୍ତି, ମୁଁ ଅଛି। ଆପଣ ଏଇଠି ଗୋଟେ ମୁଁ କହିବାକୁ ଚାହୁଁଛି, ମୋର ୱିଦାଉଟ୍ ଏଜୁକେସନ୍ରେ ମୋତେ ଦୂରଦର୍ଶନ କେବେ ଖୋଜିବନି, କାରଣ ମୋତେ ଏଜୁକେସନ୍ ନିହାତି ଦରକାର। ଆଜି ଦୂରଦର୍ଶନରେ ଜୁରି ମେମ୍ବର ହେବାକୁ ଚାହିଁଲେ ଆପଣଙ୍କ ୱିଦାଉଟ୍ ଏଜୁକେସନ୍ରେ ଆପଣଙ୍କୁ ନେବନି। ତ ମୋତେ ଏଜୁକେସନ୍ ଦରକାର, ମୋର ପରମ୍ପରା ଦରକାର, ମୋର ଐତିହ୍ୟ ଦରକାର, ମୋର ଜଗନ୍ନାଥ ସଂସ୍କୃତି ଦରକାର, ମୋତେ ସ୍ୱୟଂ ଜଗନ୍ନାଥ ଦରକାର। ତ ମୁଁ ଦୁଇଟାକୁ ଆବୋରି ନେଇଛି ଏଇଥିପାଇଁକା, ମହାନ ନୃତ୍ୟକୁ ସାରା ବିଶ୍ୱରେ ଦେଖେଇକରି ପ୍ରତିଷ୍ଠା କରିବି ବିଲିକା ମୋର ଶପଥ ଗ୍ରହଣ କରିଛି। ଓଡ଼ିଶୀ ନୃତ୍ୟ ମୋର ବ୍ୟକ୍ତିଗତ ନୁହଁ, ସମସ୍ତଙ୍କ ପାଇଁ ସେମିତି, ମୋ ପାଇଁ ବି ସେମିତି। ଆଗକୁ ପୁଣି ଆପଣଙ୍କ ପରେ ଆଉ ଜଣେ କିଏ ନୃତ୍ୟଗୁରୁ ହେଇକି ବାହାରିବେ, ଆଉ ଜଣେ ରୂପଶ୍ରୀ ମହାପାତ୍ରକୁ ଆପଣ ଦେଖିବାକୁ ଚାହିଁବେ କି ଆଗକୁ? ମୋ ଝିଅ, ଝିଅକୁ ବି ମୋ ଶିକ୍ଷା ଦେଇଛନ୍ତି। ଭଗବାନ ଜଗନ୍ନାଥ ମୋତେ ଗୋଟେ ଝିଅ ଦେଇଛନ୍ତି, ତା ନାଁ ଦେବରୂପ ଦାସଗୁପ୍ତା। ସିଏ ହେଲା 3 ବର୍ଷ 2 ବର୍ଷ ବୟସରୁ ନୃତ୍ୟ ପରିବେଷଣ କରିବାକୁ ପାରୁଛି। କୋଣାର୍କ ଫେଷ୍ଟିଭାଲ ମାନେ 9 ବର୍ଷ ବୟସରେ ସେ କେଡ଼େ ବଡ଼ କୋଣାର୍କ ଫେଷ୍ଟିଭାଲ ଘଣ୍ଟେ 20 ମିନିଟ୍ ନୃତ୍ୟ ପରିବେଷଣ କରୁଛି। ତ ଜଗନ୍ନାଥ ଯେଉଁଠି ମୋ ଝିଅକୁ ଦେଇଛି, କାହାକୁ କିଏ ଆସନ୍ତୁ ମୁଁ ସମସ୍ତଙ୍କୁ ଆବୋରି ନେବି, ସମସ୍ତଙ୍କୁ ନୃତ୍ୟ ଶିକ୍ଷା ଦେବି, କିନ୍ତୁ ମୋ ଘର ମୂଳଦୁଆ ଯଦି ଷ୍ଟ୍ରଙ୍ଗ ରହିବ, ବହୁତ ଆସିବେ। ଏଥିପାଇଁକା ମୁଁ 50 ବର୍ଷ ପର୍ଯ୍ୟନ୍ତ ଆଉ ଚିନ୍ତା କରିନି, କାରଣ ମୋ ଝିଅ ଆଗକୁ ଫିଲ୍ଡକୁ ଆସିଗଲାଣି। ତ ସିଏ ବର୍ତ୍ତମାନ ମୋର ଭୂମିକାଟା ଗ୍ରହଣ କରିବେ ବୋଲିକା ମୁଁ ଜାଣିଛି। ଆଜ୍ଞା, ରୂପଶ୍ରୀ ମହାପାତ୍ରଙ୍କର କିଛି ଇଚ୍ଛା, କିଛି ସ୍ୱପ୍ନ ମୋର ରହିଯାଇଛି ବାକି? ଗୋଟିଏ ଇଚ୍ଛା ଅଛି, ମୁଁ ଭାବିଛି ମୋ ଝିଅ ସେଇଟା ଫୁଲଫିଲ୍ କରିଦେବ ବୋଲିକା, କାରଣ ମୁଁ ଚାହୁଁଛି ଗୋଟେ ଗୁରୁକୁଲ କରିବି ବୋଲିକା, ଯେଉଁ ଗୁରୁକୁଲରେ ନା ମାନେ ମାହାରୀର ସବୁ ନୃତ୍ୟର ଡ୍ରେସ୍ ପଟାଠୁ ଆରମ୍ଭ କରିକି, ସବୁ ଗହଣାଠୁ ଆରମ୍ଭ କରିକି, ସବୁ ମ୍ୟୁଜିକ୍ଠୁ ଆରମ୍ଭ କରିକି, ସବୁ ଭିଜୁଆଲ୍ଠୁ ଆରମ୍ଭ କରିକି, ସବୁ ଥିଓରିକାଲ୍ଠୁ ଆରମ୍ଭ କରି ରଖିଥିବି। ଗୋଟେ ପିଲା ଆସିବ ଯେମିତି ବିଦେଶରୁ, ସେ ଫେରିକି ଯିବନି, ଏଇଠି ସବୁ ରିସର୍ଚ୍ଚ କରିବ, ତାର ପାଇଁକା ସେ କିଛି କାମ କରିକି ଯାଇପାରିବ, ତାର ପେଟ ପାଇଁକା କିଛି ଅନ୍ନ ଭଗବାନ ଦେଇପାରିବେ, ଏତିକି ମୋର ସ୍ୱପ୍ନ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍। ଆପଣ ଯେଉଁ ସ୍ୱପ୍ନ ଦେଖିଛନ୍ତି ସେଇଟା ବହୁତ ଗୋଟେ ଭଲ ଉଦ୍ଦେଶ୍ୟରେ ରଖିଛନ୍ତି। ଆଗକୁ ବହୁତ ଯେଉଁ ଆଗାମୀ ପିଢ଼ି ନୃତ୍ୟ ପାଇଁ ବେଶୀ ଆଟ୍ରାକ୍ସନ୍ ଲୋକଙ୍କର, ଯେଉଁ ଟ୍ରାଡ଼ିସନାଲ୍ ନୃତ୍ୟ ଯେଉଁଟାକି ମାହାରୀ ହଉ, ଓଡ଼ିଶୀ ହଉ, ଆଗାମୀ ପିଢ଼ି ବେଶୀ ଏଇ ଦିଗରେ ଆଗକୁ ବଢ଼ନ୍ତୁ। ଆଉ ମାହାରୀ ପାଇଁ, ବେସିକାଲି ମାହାରୀ ପାଇଁ ମୁଁ କହିବି, ଆଗକୁ ବଢ଼ନ୍ତୁ। ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ସେଇଟା ପୂରଣ ହଉ, କାହିଁକିନା ଆମ ପାଇଁ ସେଇଟା ଯେମିତି ଆପଣ ଆମ ପାଇଁ ଗର୍ବ ଗୌରବ, ସେଇଟା ବି ଗୋଟେ ଗର୍ବର ଜିନିଷ ହେବ। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍, ଜୟ ଜଗନ୍ନାଥ। ମୁଁ ବି ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଛି। ତୁମେ ତ ମୋତେ ବହୁତ ସାନ ହେବ, କିନ୍ତୁ ମୋର ଇଚ୍ଛା ଯେ ତୁମେ ବି କିଛି ଜିନିଷ ବି ଶିଖ, ଜାଣ, ଆହୁରି କର, କାରଣ ମୁଁ ଜାଣିଛି ତୁମକୁ ଭଲ ଭାବରେ ଜାଣିଛି, କିନ୍ତୁ ବହୁତ ଇଚ୍ଛା ଯେ ତୁମେ କମ୍ କଥା କହିଛ, ମୁଁ ବହୁତ କଥା କହିଛି, କିନ୍ତୁ ବହୁତ ଖୁସି ଲାଗିଲା, ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ। ତେବେ ଆଜିର ଏପିସୋଡ଼କୁ ଏଇଠି ରଖୁଛୁ, ପୁଣି ଆପଣଙ୍କ ସହିତ ଦେଖା ହେବ ଆଗାମୀ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆଉ ଅଧିକରୁ ଅଧିକ ଆମ ଚ୍ୟାନେଲକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।